ଅଛି? यस सर। ओके गुड। ଠିକ ବାକି ସମସ୍ତଙ୍କୁ ଭଏସ୍ କ୍ଲିୟରଲି ଶୁଭା ଯାଉଛି ହୋପଫୁଲି। ଆଜ୍ଞା ସାର୍। Yes, sir. Good evening. ସରି ଓକେ ଓକେ ଗୁଡ୍ ଇଭିନିଂ ଅଲ୍ ଅଫ୍ ୟୁ। ତ ପ୍ରିପାରେସନ୍ ଚାଲିଛି ସମସ୍ତଙ୍କର ଠିକ ଠାକ? ଆଜ୍ଞା ସାର୍ ଆଜ୍ଞା ଚାଲିଛି ସେମିତି ଟିକେ ଆଉ। ରେକର୍ଡେଡ କ୍ଲାସ୍ ଗୁଡାକ ଦେଖୁଛନ୍ତି? ଆଜ୍ଞା ଠିକ ସିଲାବସ୍ ଦେଖିଛନ୍ତି ସମସ୍ତେ? ଓକେ ସିଲାବ ମେନଲି ସମସ୍ତଙ୍କର ଫୋକସରେ ରହିବାର ଅଛି। ଆମର ତ ଏସ୍ଏସବି ଆଉ ଓପିଏସସି ସିଲାବସ୍ ଅଲମୋଷ୍ଟ ସେମ୍ ହିଁ। ଟିକେ ଓପିଏସସିରେ ଆମର ଜିକେ ପ୍ଲସ୍ କରେଣ୍ଟ ଆଫେୟାର ରହିଯାଇଛି, ନହେଲେ ଅଲମୋଷ୍ଟ ଆମର ସିଲାବସ୍ ସେମ୍। ଠିକ ଅଛି। ଆଜ୍ଞା ତ ଗୋଟେ ଆପଣ ପାଇଁ ଯଦି ଭଲସେ ପ୍ରିପେୟାର ହେଲେ ତ ୟୁ କ୍ୟାନ୍ ଆପିୟର ଫର୍ ଦି ବୋଥ୍ ଏକ୍ଜାମ, ମାନେ ଦୁଇଟାକୁ ଏକ୍ଜାମ ପାଇଁ ଇଜିଲି ଆପିୟର ହେଇପାରିବେ। କିଛି ଏକ୍ସଟ୍ରା ଏଫର୍ଟ ଦେବାକୁ ପଡ଼ିବନି। ତ ଆଠୁ ଭଲ ଗୋଟେ ଚାନ୍ସ ହେଇପାରିବନି କିଛି। ଠିକ ଅଛି। ତ ଫିର ବି ଆଜି ଆମର ଯେହେତୁ ଫାଷ୍ଟ କ୍ଲାସଟା, ତେଣୁ ଆମେ କ'ଣ କରିବା, ଫାଷ୍ଟଲି ସିଲାବସ୍ଟାକୁ ହିଁ ଭଲସେ ବୁଝିବା। ଡାଉନଲୋଡ୍ କରିଦେଉଛି 1 ମିନିଟ୍। ସିଲାବସ୍ଟାକୁ ଆମର ଯଦି ବୁଝିଦେଲେ ଫାଷ୍ଟଲି, ଦେନ୍ ଆମର ମାନେ ମ୍ୟାକ୍ସିମମ୍ ଜିନିଷ ହେଇଯିବ। ଠିକ ଅଛି। ଯୋଉ ବି ଏକ୍ଜାମ ହୁଅନ୍ତୁ, ଆପଣଙ୍କର ଯଦି ସିଲାବସ୍ ଜାଣିଦେଲେ, ସିଲାବସ୍ କ'ଣ ପଚାରୁଛି ଜାଣିଦେଲେ, ଦେନ୍ ଆପଣଙ୍କର 20% କାମ ହେଇଗଲା। ଆଉ ସିଲାବସ୍ ଏମିତି ରହିବା ଅଛି ଯେମିତିକି ସିଲାବସ୍ଟା ଆପଣଙ୍କର କମ୍ପ୍ଲିଟଲି ମେମୋରାଇଜ ହେଇଯିବାର ଅଛି। ସାର୍ ଠିକ ଅଛି। ନମସ୍କାର। ନମସ୍କାର ସାର୍। ନମସ୍କାର ନମସ୍କାର। ଆଜ୍ଞା ସାର୍। ଓକେ ଆମର ସିଲାବସ୍ଟା ଟିକେ ମୁଁ ଡାଉନଲୋଡ୍ କରିଦେଉଛି 1 ସେକେଣ୍ଡ। advertisement by recruitment post of graduate teacher, postgraduate teacher. Okay. One second. ଏମସିକ୍ୟୁ ଗୁଡାକ ଆମର ଯୋଉ ବହିରେ ମାନେ କୋର୍ସରେ ଯୋଉ ଏମସିକ୍ୟୁ ଗୁଡାକ ଅଛି, ସେ ଏମସିକ୍ୟୁ ଗୁଡାକ ବି ଆପଣଙ୍କର ସମସ୍ତଙ୍କର କଭର ହେଲାଣି। ଚାପ୍ଟର ୱାଇଜ ଏମସିକ୍ୟୁ ଅଛି, ସେ ଚାପ୍ଟର ୱାଇଜ ଏମସିକ୍ୟୁ ଗୁଡାକ ଦେଖୁଛନ୍ତି ନା ଦେଖୁନାହାନ୍ତି? ପିଡିଏଫ ରେ ଯୋଉ ଅଛି ସାର୍ କି ହଁ ହଁ ଅଧା ଏମସିକ୍ୟୁ ଦେଖି ହଁ ମାନେ କିଛି କିଛି ଦେଖି ସେଠି ମାନେ ଏବେ ଆପଣ ଗୋଟେ ଚାପ୍ଟର ପଢିଲେ ତାର ଏମସିକ୍ୟୁ ଟା ପ୍ରାକ୍ଟିସ କରୁଛନ୍ତି ନା କରୁନାହାନ୍ତି, ସେଇଟା ମୁଁ କହିବାକୁ ଚାହୁଁଛି। ଗୋଟେ ଚାପ୍ଟର ଯଦି ଆପଣ ପଢି ସାରିଲେଣି, ତାର ଏମସିକ୍ୟୁ ଟା ବି ଆମର ସେଇ ପଛପଟେ ହିଁ ରହୁଛି। ପଛପଟେ ନାହିଁ, ମାନେ ଅଲଗା ସେକ୍ସନ ଅଛି। ରିସୋର୍ସ ସେକ୍ସନରେ ବୋଧେ ନଥିବ, କିନ୍ତୁ ଏମସିକ୍ୟୁ ସେକ୍ସନ ଗୋଟେ ଥିବ। ସେଇ ଏମସିକ୍ୟୁ ସେକ୍ସନରେ ଟୋଟାଲି ସବୁ ଚାପ୍ଟରର ଆପଣଙ୍କୁ ଚାପ୍ଟର ୱାଇଜ ଏମସିକ୍ୟୁ ଗୁଡାକ ମିଳିବ। ବୁଝିଲେ? ତ ଓପିଏସସି ସିଲାବସ୍ ଦେଖିଥିବେ ସମସ୍ତେ। ଜେନେରାଲ ଇଂଲିଶ ଆମର 50 ମାର୍କ, +2 ଲେଭେଲ। ସିଏ କିଛି ମାନେ ସିଲାବସ୍ ହିଁ ମେନସନ କରୁନି, ଡାଇରେକ୍ଟଲି ଲେଖିଛି +2 ଲେଭେଲ। ଠିକ ଅଛି। ତ +2ର ଆପଣଙ୍କର ଯୋଉ ବହି ଚାରିଟା ଥିଲା, ଇଣ୍ଟ୍ରୋଡକ୍ସନ ଟୁ ଆମର ଯୋଉ ଇଂଲିଶ ଥିଲା, ଚାରିଟା ବହି ତାର ତ ମେନଲି କ'ଣ ପଡି, ଚାରିଟା ବହିରୁ ଏସେ ସମରାଇଜିଂ ଥୋଡ଼ି ପଚାରିବ। ସେ ପଚାରିଲେ ଆମର ଗ୍ରାମାର ଗୁଡାକ ପଚାରିବ। +2 ଲେଭେଲର ଯୋଉ ଗ୍ରାମାର ବହିଟା ଥିଲା, ସେ ଗ୍ରାମାର ବହିଟାକୁ ଫଲୋ କରିବେ। ସେଇ ଗ୍ରାମାର ବହି ଆମର ସଫିସିଏଣ୍ଟ। ଆଉ ଜେନେରାଲ ନଲେଜ ଆପଣ ଯେତେବେଳେ ଦେଖିବେ ଓପିଏସସି ର, ସେ କିଛି ସିଲାବସ୍ ହିଁ ଦେଇନି। କିନ୍ତୁ ସେଠି ଗୋଟେ ଭଲ ଜିନିଷ ଲେଖା ହେଇଛି, ମାନେ candidate should be able to answer without special study। ଏଇ ଲାଇନଟା ପଢିଛନ୍ତି ନା ପଢିନାହାନ୍ତି ସମସ୍ତେ? ସେ ସିଲାବସରେ ମେନସନ କରିଦେଇଛି, ସବୁ କିଛି ମେନସନ କରିଛି। ଜେନେରାଲ ନଲେଜ ଆସିବ, ହିଷ୍ଟ୍ରି, ଜିଓଗ୍ରାଫି, ପଲିଟି, ସବୁ ଜିନିଷରୁ। ବଟ୍ ସେ କହିଛି କ୍ୟାଣ୍ଡିଡେଟ୍ ସୁଡ୍ ବି ଏବୁଲ୍ ଟୁ ଆନ୍ସର ୱିଦାଉଟ୍ ସ୍ପେଶାଲ ଷ୍ଟଡି। ମାନେ କିଛି ଯଦି ଏକ୍ସଟ୍ରା ଫାଗେଟ୍ ବି ପଢିଲାନି, ତାହେଲେ ଷ୍ଟୁଡେଣ୍ଟ ଆନ୍ସର ଇଜିଲି କରିପାରିବ ବୋଲି ସେ କହୁଛନ୍ତି। ମାନେ କ'ଣ, ସେ ବେସିକାଲି ଏଇଟା 10th ଲେଭେଲର ହିଁ ପଚାରିବ। କିନ୍ତୁ ପ୍ରିଭିୟସ୍ ଇୟର କୋଶ୍ଚିନ୍ ଗୁଡାକ ଦେଖିଲେ ଟିକେ ଠିକ ଠାକ କୋଶ୍ଚିନ୍ ପଚାରୁଛି। ଏମିତି ନାହିଁ ଯେ ପୁରା ଇଜି ଆସୁଛି। ତ ସେଥିପାଇଁ ଏଟାକୁ ବି ଆପଣ
ଗୋଟେ ଇଜିରୁ ମିଡ଼ିୟମ ଲେଭେଲ ପ୍ରିପାରେସନ କରିବେ, ଆକୁ ମ୍ୟାକ୍ସିମମ୍ ଟାଇମ ଦେବେନି। ତ ଆପଣଙ୍କର ଯାହାର ଯେମିତି ହବ, କିନ୍ତୁ କାହାର ମାନେ କିଏ ଭାବନ୍ତି କଣ, ଏଇଟାକୁ ମୁଁ ଯଦି ଅଧିକ ଟାଇମ ଦେଲି କି କଣ ପାଇଁ, କଣ୍ଟେଣ୍ଟରେ ତ ସମସ୍ତେ ଅଧିକ ମାର୍କ ଆଣିଦେବେ, କିନ୍ତୁ ଏଠି ସମସ୍ତଙ୍କର କମ ମାର୍କ ଆସିଯିବ। ଏଇ ଯୋଉ ଜେନେରାଲ ନଲେଜରେ ସମସ୍ତେ କଣ କରନ୍ତି, ଜେନେରାଲ ନଲେଜକୁ ଅଧିକ ଟାଇମ ଦେଇ ଦିଅନ୍ତି। କଣ ସମସ୍ତଙ୍କର ଅଲଗା ଅଲଗା ପର୍ସପେକ୍ଟିଭ ଥାଏ, କିନ୍ତୁ ମୋର ପର୍ସପେକ୍ଟିଭ କଣ, ଆପଣ କଣ୍ଟେଣ୍ଟକୁ ହିଁ ଯେତେ ମ୍ୟାକ୍ସିମମ୍ ସମୟ ଅଛି ସେତେ ମ୍ୟାକ୍ସିମମ୍ ସମୟ ଆପଣ କଣ୍ଟେଣ୍ଟକୁ ହିଁ ଦିଅନ୍ତୁ, କାହିଁକି ସେଥିରୁ ହିଁ ଅଧିକ ଆଉଟପୁଟ୍ ଆସିବ। ସବୁ ପିଲା କଣ୍ଟେଣ୍ଟରେ ମାର୍କ ଆଣିପାରିବେନି, ଯିଏ କହୁଛନ୍ତି ମାନେ ସବୁ ପିଲା କଣ୍ଟେଣ୍ଟରେ ଅଧିକ ମାର୍କ ଆଣିଦେବେ, ଆମକୁ ଜେନେରାଲ ନଲେଜ ଆଉ ଇଂଲିଶରେ ଆଣିବାକୁ ପଡ଼ିବ, ସେମିତି ହୁଏନି। ଏଇଟା ଛୋଟ ଏକ୍ଜାମ ହେଇଥିଲେ ସବୁ ପିଲା କଣ୍ଟେଣ୍ଟରୁ ମାର୍କ ଆଣିଦେବେ। ବହୁତ ଭାଷ୍ଟ ସିଲାବସ୍, ବଡ଼ ସିଲାବସ୍, ତ କଣ୍ଟେଣ୍ଟରେ ବି ସିଲାବସ୍ କମ୍ପ୍ଲିଟ୍ କରିକି ମାର୍କ ଆଣିବା ଇଟ୍ ଇଜ୍ ଏ କ୍ୱାଇଟ୍ ହାର୍ଡ ଟାସ୍କ। ଠିକ୍ ଅଛି, ତ ଜେନେରାଲ ନେକ୍ସଟ ଇଂଲିଶ ଦେଖନ୍ତୁ, ଟା ବି MCQ କଣ କହିଲେ, ଜେନେରାଲ ଜେନେରାଲ ଇଂଲିଶ ଇଂଲିଶ ଟା ସାର୍ ସିଲାବସଟା MCQ ପଡ଼ିଛି। ଆସିବ ତ ସବୁ? ନାଇଁ ନାଇଁ ସାର୍ ଫିଫ୍ଟି MCQ ଆସିବ ନା ହଁ କ୍ୱେଶ୍ଚିନ୍ ସବୁ? ହଁ MCQ ତ? ହଁ, ସେ ପାଟର୍ନ ତ ମେନସନ କରିନି, ବଟ୍ 50 ମାର୍କ ଦେଇଛି, ମୋଷ୍ଟ ପ୍ରୋବାବଲି ଏମସିକ୍ୟୁ ହିଁ ଆସିବ, ବୁଝିଲେ, ମୋଷ୍ଟ ପ୍ରୋବାବଲି ଏମସିକ୍ୟୁ ହିଁ ଆସିବ। ହଁ, କାହିଁ ସେ ପ୍ଲସ ଟୁ ଲେଭେଲରେ କାହିଁ ସେ ପେସେଜ ରାଇଟିଂ ଗୁଡାକ ସେ ଯୋଉ ଇଏ ସେ ସବୁ ନା ଥାଏ ତ ସେଇଟା ଆପଣ ଆସିବ? ସେଗୁଡାକୁ ପଚାରିବନି, ଯଦି ଦେଲା ଗୋଟେ ପାରାଗ୍ରାଫ ଦବ ତାହେଲେ କିଛି କୋଶ୍ଚିନ୍ ପଚାରି ପାରିବ, ସେଇଟା ହିଁ ହେଇପାରିବ, ବୁଝିଲେ। ଆପଣ ଗ୍ରାମାର ପଢିକି ଯାଆନ୍ତୁ, ସେଗୁଡାକ ୱିଥାଉଟ୍ ଷ୍ଟଡିରେ ବି ଆପଣ ଆଟେମ୍ପ୍ଟ କରିପାରିବେ। ଆପଣଙ୍କୁ ପଢିବାକୁ ଯଦି କିଛି ପଡିବ, ଗ୍ରାମାର ପଢନ୍ତୁ, ଠିକ ଅଛି, ଗ୍ରାମାର ଦ୍ୟାଟ୍ ଟୁ ବି କୋଶ୍ଚିନ୍ ପ୍ରାକ୍ଟିସ କରିକି ଯାଆନ୍ତୁ। ତାପରେ ଆମର ଯଦି ଦେଖିବା ଆମର ମେନ୍ ସିଲାବସ୍ ଦ୍ୟାଟ୍ ଇଜ୍ ହିଷ୍ଟ୍ରି, ସିଲାବସ୍ ବହୁତ ଠିକଠାକ, କିନ୍ତୁ ଭଲ କଥା ଏଇ ସିଲାବସଟା ହିଁ ଦୁଇ ତିନିଟା ବ୍ୟାଚରେ ଆସୁଛି। ମାନେ ଏସଏସବି ପିଜିଟି ବି ଏଇ ସିଲାବସ୍, ଓପିଏସସି ପିଜିଟି ବି ଏଇ ସିଲାବସ୍, ମାନେ କିଛି ଚେଞ୍ଜ କରୁନାହାନ୍ତି, କପି ପେଷ୍ଟ। ଠିକ ଅଛି, ଓପିଏସସି ଏସଏସବି ମାନେ ତାଙ୍କେ ଆଉ ଟିକେ ଟାଇମ ଦେବାକୁ ଚାହୁଁନାହାନ୍ତି କି ଯେ ଆମେ ଟିକେ ସିଲାବସ୍ ମଡିଫାଇ କରିବୁ, ଆମେ ଓପିଏସସି, ତ ତାଙ୍କେ କିଛି କ୍ରେଡିଟ ନେବାକୁ ଚାହୁଁନାହାନ୍ତି, ସେଇଟା ଆମ ପାଇଁ ବି ଭଲ। ଠିକ ଅଛି, ତ କ୍ୱେଶ୍ଚିନ୍ ଲେଭେଲ ଡିଫରେଣ୍ଟ ଆସିପାରେ ସାର୍? ଲେଭେଲ ମେ ବି ଡିଫରେଣ୍ଟ ଆସିପାରେ। ଏସଏସବି ରେ ପିଜିଟି ଲେଭେଲର କ୍ୱେଶ୍ଚିନ୍ ଇଜି ଆସୁଥିଲା, କିନ୍ତୁ ଫାଷ୍ଟ ସିଲାବସ୍ ଆମ ପିଲାମାନେ କଣ କରନ୍ତି, ମାନେ ମ୍ୟାକ୍ସିମମ୍ ପିଲାଙ୍କର ପ୍ରୋବ୍ଲେମ ଏଇଆ ହୁଏ, ରିଭାଇଜ କରିପାରନ୍ତିନି, ଇନ୍ ଟାଇମ୍ କମ୍ପ୍ଲିଟ୍ କରିପାରନ୍ତିନି ସିଲାବସଟାକୁ। ଠିକ ଅଛି, କୋଶ୍ଚିନ୍ ଇଜି ଆସେ, ଆପଣ ଯେତେବେଳେ ପ୍ରିଭିୟସ୍ ଇୟର କୋଶ୍ଚିନ୍ ଗୁଡାକ ଦେଖିବେ, ଦେନ୍ କୋଶ୍ଚିନ୍ ଆର ଇଜି, ଇଜିରୁ ମଡରେଟ୍, ଏମିତି ନାହିଁ ଯେ କି ବହୁତ ଭିତରୁ ଭିତରୁ କୋଶ୍ଚିନ୍ ଆସୁଛି। କିନ୍ତୁ ପ୍ରୋବ୍ଲେମ କୋଉଠି ହୁଏ, ପ୍ରୋବ୍ଲେମ ଏଠି ହୁଏ କି ପିଲାମାନେ ରିଭାଇଜ କରନ୍ତିନି ସବୁ ଜିନିଷ, କାହିଁକି ଆରାଉଣ୍ଡ 10 ୟୁନିଟ୍ ହେଇଯାଏ, ମାନେ ୱାର୍ଲଡ ହିଷ୍ଟ୍ରିର 5ଟା ୟୁନିଟ୍, ଇଣ୍ଡିଆନ ହିଷ୍ଟ୍ରିର 5ଟା ୟୁନିଟ୍। ଠିକ ଅଛି, ଯଦି ଓଭରଅଲ୍ ଆମେ ନେବା ତାହେଲେ 10ଟା ୟୁନିଟ୍ ହେଇଯାଏ। ଆଉ 10ଟା ୟୁନିଟ୍କୁ ପୂର୍ବରୁ ଯେଉଁ ଏକ୍ଜାମ ଗୁଡ଼ାକ ଗଲା, 30 ଦିନ 40 ଦିନ ଗ୍ୟାପ୍ରେ ଏକ୍ଜାମ କରେଇଦେଲା। ଠିକ ଅଛି, ତ 30 40 ଦିନ ଗ୍ୟାପ୍ ଏକ୍ଜାମ କରେଇଦେବାରୁ ପିଲାମାନେ ଆଉ ରିଭାଇଜ କରିପାରିଲେନି, ତ ଯେଉଁ ପିଲାମାନେ ବ୍ୟାକ୍ରୁ ଆଗରୁ ପଢ଼ି ଦେଇଥିଲେ ସେମାନଙ୍କୁ ହିଁ ଫାଇଦା ଆସିଲା। ଫିର୍ ବି ଏବେ ଆପଣଙ୍କ ପାଖରେ ପ୍ଲସ୍ ପଏଣ୍ଟ କଣ ହେଲା, କୋଉ ମାସରେ ଏଟା ହବ ଏକ୍ଜାମ ସାର୍? ଏଇଟା ମ୍ୟାଡ଼ାମ କହିପାରିବାନି, ଆମେ ପ୍ରାୟୋରିଟି ରଖିବା, ଆମ ପାଖରେ ରେକର୍ଡିଂ ଅଛି, ଆମ ପାଖରେ କଣ୍ଟେଣ୍ଟ ଅଛି, ଆମ ପାଖରେ ପ୍ରାକ୍ଟିସ୍ ପାଇଁ ଏମସିକ୍ୟୁ ଅଛି, ଅଲ୍ ଦି ମେଟେରିଆଲ ଆର୍ ଦେର୍। ମୁଁ ତ କ୍ଲାସ୍ କରିବି, ଡାଉଟ୍ କ୍ଲିୟରିଂ କ୍ଲାସ୍ ହବ, ଆମର ରିଭିଜନ କ୍ଲାସ୍ ଗୁଡ଼ାକ ହବ, ବୁଝିଲେ, ସେଗୁଡ଼ାକ ତ ସାଇମଲ୍ଟେନିୟସଲି ଯିବ, କିନ୍ତୁ ଆପଣଙ୍କର ଡ୍ୟୁଟି ଏଇଟା ରହିବା ଦରକାର କି ମୋ ପାଖରେ କଣ୍ଟେଣ୍ଟ ଆଭେଲେବଲ୍ ଅଲରେଡ଼ି ଅଛି, ତ ମୁଁ କେମିତି ଜଲ୍ଦିରୁ ଜଲ୍ଦି ସରେଇବି। ଫାଷ୍ଟ ଥରଟା ଯେତେବେଳେ ଆପଣ ପଢ଼ିବେ, ମାନେ ଯେଉଁ ପଢ଼ାଟା ହେବ ଆପଣଙ୍କର ହିଷ୍ଟ୍ରିରେ 3ଟା ରାଉଣ୍ଡରେ କରିବାର ଅଛି। ଫାଷ୍ଟ ରାଉଣ୍ଡଟା ଆପଣ ଟେକ୍ନିକ୍ ବୁଝିକି ଯାଆନ୍ତୁ, ଟାଇମ୍ ନିଅନ୍ତୁ ଫାଷ୍ଟ ରାଉଣ୍ଡରେ ଯେତେବେଳେ ପଢ଼ିବେ। ଏବେ ଯେଉଁ ପଢ଼ୁଛନ୍ତି, ଯିଏ ଫାଷ୍ଟରୁ ପଢ଼ୁଛନ୍ତି, ନହେଲେ ଯିଏ ବି ଏଇଟା ତାଙ୍କ ଯେଉଁମାନେ କି ଏଇଟା ସିରିୟସଲି ପ୍ରିପାରେସନ୍ କରୁଛନ୍ତି, ଯେଉଁମାନେ ବି, ସେଇମାନଙ୍କର ପାଇଁ କ'ଣ ହବା କଥା ଏଇଟା, ସେମାନେ ଏବେ ଥରୋଲି ପଢ଼ନ୍ତୁ, ଟିକେ ଅଧିକ ଟାଇମ୍ ନିଅନ୍ତୁ, କିଛି ନାହିଁ, ଆପଣ ଭାବନ୍ତୁନି ଯେ କାଲି ଏକ୍ଜାମ ଅଛି, ମାସ ପରେ ଏକ୍ଜାମ ଅଛି, ସେମିତି ଭାବିଲେ ସେମିତି ହୁଏନି। ଫାଷ୍ଟ ରାଉଣ୍ଡ ଯୋଉ ଜିନିଷ ବି ଆପଣ ପଢ଼ନ୍ତୁ, କେବଳ ହିଷ୍ଟ୍ରି ନାହିଁ, ଏନିଥିଙ୍ଗ, ପ୍ରଥମ ଥର ଯୋଉଟା ପଢ଼ୁଛନ୍ତି ସେଟାକୁ ଟାଇମ୍ ଦେଇକି ପଢ଼ିବେ, ବୁଝିକି ପଢ଼ିବେ, କନସେପଚୁଆଲ କ୍ଲିୟରିଟି ହେଇକି ପଢ଼ିବେ ଫାଷ୍ଟ ରାଉଣ୍ଡ। ସେକେଣ୍ଡ ରାଉଣ୍ଡ ଆଉ ଥାର୍ଡ ରାଉଣ୍ଡ ଆପଣଙ୍କୁ ସ୍ପିଡଲି ପଢ଼ିବାକୁ ପଡ଼ିବ, କାହିଁକି ଥରେ ବୁଝି ଦେଇଛନ୍ତି, ଏବେ ଖାଲି ଆପଣଙ୍କୁ ରିଭାଇଜ କରିକି ମେମୋରାଇଜ କରିବାକୁ ପଡ଼ିବ। କିନ୍ତୁ ଫାଷ୍ଟ ରାଉଣ୍ଡଟା ମୁଁ ସିଲାବସ୍ ସରେଇବି, ମାନେ ବହୁତ ପିଲାକୁ ଦେଖୁଛି କ'ଣ ପ୍ରୋବ୍ଲେମ ହୁଏ, ସେମାନେ ସିଲାବସ୍ ସରେଇବା ଚକ୍କରରେ ଫାଷ୍ଟ ଥର ହିଁ ବହୁତ ସ୍ପିଡଲି ପଢ଼ି ପଢ଼ି ପଳାନ୍ତି, କିନ୍ତୁ ମୁଣ୍ଡରେ କିଛି ରୁହେନି। ତ ଫାଷ୍ଟଟା ଯେତେ ସ୍ଲୋ ଯିବେ ସେତେ ଭଲ। ସ୍ଲୋ ଯିବେ ମାନେ କ'ଣ, ଆପଣ ମାଇଣ୍ଡଟାକୁ ଆକ୍ଟିଭ କରିକି ସ୍ଲୋ କରିବେ, ମାନେ ପଚାରିବେ, କୋଶ୍ଚିନ୍ ପଚାରିବେ, ଇଜିପ୍ସିଆନ୍ ସିଭିଲାଇଜେସନ, ମାନେ ତା ଆପଣ ଭାବିଲା ମାନେ ଖାଇଲା ବେଳକୁ ବି ମନରେ ଆସୁଥିବାର ଅଛି କ'ଣ ଇଜିପ୍ସିଆନ୍ ସିଭିଲାଇଜେସନଟା ହେଇଥିଲା,
ସେମାନେ କୋଉଠୁ ଆସିଗଲେ, କଣ ପାଇଁ ସେଠି ବସିଲା ସିଭିଲାଇଜେସନଟା, ଏନଭାयରमेଣ୍ଟାଲ କଣ୍ଡିସନ କଣ ଥିଲା, ଏମିତି ଗୋଟେ ଥିଓରିଟିକାଲ କ୍ୱେଶ୍ଚନ ଗୁଡ଼ା ଭାବିବେ। ତାପରେ କନସେପ୍ଟ କ୍ଲାରିଟି ହେଇଗଲେ ଆପଣଙ୍କୁ ଯୋଉ ଫ୍ୟାକ୍ଟ ଗୁଡାକ ଅଛି, କୋଉ ପେପରରେ ଲେଖୁଥିଲେ, କୋଉ ଇଙ୍କରେ ଲେଖୁଥିଲେ, କଣ ରାଇଟିଂ ଷ୍ଟାଇଲ ଥିଲା, କିଏ ରାଜା ଥିଲେ, କୋଉ କୋଡକୁ ପୂଜା କରୁଥିଲେ, ଏଇ ସବୁ ଛୋଟ କଥା ଆଗ ଆପଣଙ୍କର। କିନ୍ତୁ କୋଶ୍ଚିନ୍ ଛୋଟ କଥାରୁ ହିଁ ଆସିବ। ଆପଣ ଫାଷ୍ଟ କନସେପଚୁଆଲ କ୍ଲାରିଟି କରିବେ, ତାପରେ ଏଇ ଯୋଉ ଛୋଟ ଛୋଟ ମେମୋରାଇଜେସନ ଜିନିଷ ଗୁଡା ଦେଖିଦେବେ, ହେଇଯିବ। ନଟ୍ ଦ୍ୟାଟ୍ ବିଗ୍। ଠିକ ଅଛି। ତ ଏବେ ସେଇଟା ହିଁ କରନ୍ତୁ। ଯିଏ ବି ଏବେ ଫାଷ୍ଟ ଟାଇం ପଢୁଛନ୍ତି, ଫାଷ୍ଟ ରାଉଣ୍ଡଟା ଯେତେବେଳେ ଆପଣ ପଢିବେ ଧୀରେ ଧୀରେ ପଢନ୍ତୁ। କିନ୍ତୁ ରେକର୍ଡିଂଟା ମାନେ ମେନଲି କଣ ହୁଏ, ମୁଁ ଟିକେ ଫାଷ୍ଟ ଟାଇମଟା ମୁଁ ବି ଧୀରେ ପଢେଇଥିଲି, ବଡ ସିଲାବସ ଥିଲା ବୋଲି। ତ ଆପଣ ରେକର୍ଡିଂ ଯିଏ ଦେଖୁଛନ୍ତି ଟିକେ ସ୍ପିଡ୍ କରିକି ଦେଖିଦିଅନ୍ତୁ, ନଟ୍ ପ୍ରୋବ୍ଲେମ୍ ନାହିଁ, 1.5 2 କରିକି ଦେଖନ୍ତୁ। କିନ୍ତୁ ଯୋଉ କଣ୍ଟେଣ୍ଟ ପଢିବେ ନିଜେ, ଖାଲି ରେକର୍ଡିଂ ଦେଖିଲେ ହବନି, ଆପଣ ପଢିବେ ବି, ନିଜେ ବି କିଛି ସୋର୍ସ ଗୁଗଲର ସହାୟତା ନେବେ, କିଛି ବହି ଆପଣଙ୍କ ପାଖରେ ଅଛି ଇଗ୍ନୋ ମେଟେରିଆଲ ଫଲୋ କରିବେ, ଆପଣ ଯୋଉ ପ୍ଲସ୍ ଥ୍ରୀରେ ଯୋଉ ବୁକ୍ ଫଲୋ କରିଥିଲେ ସେଇଟା ବି ଫଲୋ କରିବେ। ଠିକ ଅଛି, ସେ ସବୁ ଆପଣ ନିଜେ କରିବେ, ଟିକେ ଧୀରେ ଧୀରେ କରିବେ ଫାଷ୍ଟ ରାଉଣ୍ଡ। ଠିକ। ତ ଦେଖନ୍ତୁ ଆମର ଯେତେବେଳେ ସିଲାବସ ଅଛି, ଆଉ ଯେମିତି ମୁଁ କହିଲି ଆପଣଙ୍କୁ ହିଷ୍ଟ୍ରି ସିଲାବସଟା ଦୁଇ ଭାଗରେ ଡିଭାଇଡ ହେଇଛି, ଇଣ୍ଡିଆନ ହିଷ୍ଟ୍ରି ଆଉ ୱାର୍ଲଡ ହିଷ୍ଟ୍ରି। ସେ ପାର୍ଟ ୱାନରେ ସାର୍ ୱାର୍ଲଡ ହିଷ୍ଟ୍ରି। ହଁ କୁହନ୍ତୁ ସାର୍। ସାର୍ ହଁ କୁହନ୍ତୁ ସାର୍। ସାର୍ ଆପଣ ଯୋଉ ଭିଡିଓରେ ଅନ୍ୟ ଟାଇମରେ ଇଗ୍ନୋ ହଁ ମୁଁ ଫଲୋ କରୁଥିଲି ବୋଲି କହୁଛନ୍ତି, ଇଗ୍ନୋର ଆମେ ସୋର୍ସେସ୍ କୋଉଠି ପାଇଯିବୁ? ଇଗ୍ନୋ ସୋର୍ସ ପୁରା ଇଜିଲି ଆଭେଲେବଲ ଅଛି ସାର୍। ଆମର ଖାଲି ମାରିଦେବେ ଇଗ୍ନୋ ଇଜିପ୍ସିଆନ ସିଭିଲାଇଜେସନ, ସେ ଗୋଟେ ପିଡିଏଫ୍ ଆପଣଙ୍କୁ ଦେଇଦେବ। ଇଗ୍ନୋ ମେସୋପୋଟାମିଆନ ସିଭିଲାଇଜେସନ, ଇଗ୍ନୋ ଚାପ୍ଟର ନାଁ ମାରିଦେବେ, ସେ ପିଡିଏଫ୍ ଗୋଟେ ଆପଣଙ୍କୁ ଗୁଗଲରେ ଆସିଯିବ। ବୁଝିଲେ? ସାର୍ ସାର୍ ଡାଇରେକ୍ଟ ଆସିଯିବ ଆପଣଙ୍କୁ। ମାନେ ଏତେ ଇଗ୍ନୋଟା ମାନେ ଏତେ ସେ ସଫ୍ଟ କପି ବନେଇ ସାରିଛି, ଏତେ ସଫ୍ଟ କପି। କିନ୍ତୁ ନା ଇଗ୍ନୋଟା କଣ ଇଗ୍ନୋ ହୁଏ, ହଁ ଇଗ୍ନୋ ଫାଷ୍ଟ ଟାଇମ୍ ଆପରେ ସାର୍ ଆସିଲି। ଆପ୍ କିଛି ଡାଉନଲୋଡ୍ କରିବା ଦରକାର ନାହିଁ, ଆପଣ କନଫ୍ୟୁଜ ହେଇଯିବେ। ଗୁଗଲରେ ଡାଇରେକ୍ଟ ମାରନ୍ତୁ ଇଗ୍ନୋ ମେସୋପୋଟାମିଆନ ସିଭିଲାଇଜେସନ, ନହେଲେ ଯୋଉ ଚାପ୍ଟର ଦରକାର ସାଇଡରେ ଇଗ୍ନୋ ମେଟେରିଆଲ ମାରିଦେବେ, ପଳେଇ ଆସିବ ପିଡିଏଫ୍ ହେଲା। ସେତେ ଆପଣଙ୍କୁ ଆଉ କିଛି କରିବାକୁ ଦରକାର ସାର୍ ପଡିବନି। ନମସ୍କାର ସାର୍। ନମସ୍କାର ସାର୍। ସାର୍ ଯୋଉ ଆମର ଯୋଉ ଆପଣ ଯୋଉ ଗୋଟେ ଗୋଟେ ଫୋଲ୍ଡରରେ କରିଛନ୍ତି ଯୋଉ ଆମର ଏମସିକ୍ୟୁ ସେକ୍ସନ ଟା, ହଁ ହଁ ସେଥିରେ ପ୍ରତି ଟପିକ ର ଏମସିକ୍ୟୁ ଅଛି। ଆଜ୍ଞା ବଟ୍ ସେଇଟା ଆମେ ଚାହୁଁଛୁ ଟିକେ ସେଟା ଡାଉନଲୋଡ କରିବା ପାଇଁ, ଡାଉନଲୋଡ କରିବା କରିକି ପ୍ରିଣ୍ଟରରେ ବାହାର କରିବା ପାଇଁ, ସେଟା ଟିକେ କରିଦଉନାହାନ୍ତି କେମିତି କଣ? ସାର୍ ସେଇଟା ମାନେ ମୋର ଟୋଟାଲି ମୋର ସେଥିରେ ଅଥରାଇଜେସନ ନାହିଁ ସାର୍। ସେଇଟା ଆପଣଙ୍କୁ ବୀରେନ୍ ସାର୍ଙ୍କୁ କହିବାକୁ ପଡିବ, ବୁଝିଲେ? ସାର୍ ଡେସ୍କଟପ୍ ଟା ହବ। ଡେସ୍ ନାଇଁ, ଡାଉନଲୋଡ ଟା ସେଇଟା ବି ପୂର୍ବ ବ୍ୟାଚରେ ବି ଇସ୍ୟୁ କିନ୍ତୁ ସାର୍ ହେଇଥିଲା, ବଢିଆ ବୀରେନ୍ ସାର୍। କରିକି ଆପଣ କରିଛନ୍ତି, ସବୁ ଚାପ୍ଟର ରଖିଛନ୍ତି, ବଢିଆ କରିଛନ୍ତି ହଁ ସେଟା। ସାର୍, ସେଟା ସେଇଟା ଟିକେ ଡାଉନଲୋଡ ମାନେ କଲେ ଆମେ ଟିକେ ମାନେ ପ୍ରାକ୍ଟିସ ମାନେ ଡାଉନଲୋଡ ସାର୍ ଆମେ ଡାଉନଲୋଡ ହାର୍ଡ କପି କରିକି ଟା ପ୍ରିଣ୍ଟ ରହିଲା, କରିଦେଲେ। ହଁ ହାର୍ଡ କପି ଟା ବୁଝିଲି ରହିଲା, ବୁଝିଲି ଆମେ ସାର୍। ଟିକେ ପରୀକ୍ଷା ବେଳକୁ ଦେଖିକି ଯିବାକୁ ସୁବିଧା ହବ। ତାପରେ ହଁ ସେକେଣ୍ଡ ସେଇଟା ଆଜ୍ଞା ଥିଙ୍ଗ ତ ହଉଛି ସାର୍, ଆପଣ ଯୋଉ ନ୍ୟୁ ଚାପ୍ଟର, ଟିକେ ଜଷ୍ଟ ମିନିଟ୍ ସାର୍, ହଁ ଆପଣ ହଁ ଯୋଉ ଏବେ ଯୋଉ ପଢଉଛନ୍ତି ଏବେ ଯୋଉ ହିଷ୍ଟ୍ରି ବହିରେ, ଏବେ ଆପଣ ସାର୍ ହଁ ଏଇଟାକୁ ଥାର୍ଡ ଫୋଲ୍ଡର ଗୋଟେ କରିଦେବେ, ମାନେ ଏଇଟା ନ୍ୟୁ ମାନେ 2024 ପାଇଁ ଗୋଟେ କରିଦେବେ। ଯଦି ଯାହା ପଢେଇବେ ମାନେ ଆଉ ସେଥିରେ ସେଟା ଆଡ କରିବେନି, ସେଇଟା ହେଲେ ଟିକେ ଆମକୁ କନଫ୍ୟୁଜନ ହବ। ମାନେ ସେଥିରେ ଆମ ତିନିଟା ଅଛି ନା, ଗୋଟେ ଏମସିକ୍ୟୁ ପାଟର୍ନ ଅଛି, ଆଉ ଗୋଟେ ହଁ ହେଲା ଆପଣଙ୍କର କଣ୍ଟେଣ୍ଟ, ଆଉ ଗୋଟେ ହେଲା ହଁ ପ୍ରିଭିୟସ ଇୟର କ୍ୱେଶ୍ଚିନ୍, ତିନି ଚାରିଟା ଅଛି। ହଁ ତାପରେ ଆପଣ ଯୋଉ ହଁ ଏଇ ଯୋଉ ନ୍ୟୁ ଆରମ୍ଭ ହେଲା ଏଇଟା, ଏଇଟାକୁ ଆଉ ଗୋଟେ ହଁ ଫୋଲ୍ଡର କରିଦେଲେ ବେଟର ହବ। କିନ୍ତୁ ଆଉ ସାର୍ ସେଥିରେ ଆଡ କରିବେନି, ନା ଟିକେ ସେଥିରେ ସେଥିରେ ଆଉ ଆଡ ଆଡ୍ କରିଦେଲେ ହବନି ବହୁତ ବହୁତ ନା 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 ଚାପ୍ଟର ଆଡ ହେଇଯାଉଛି, ଭୟ ଲାଗୁଛି ଟିକେ। ଆପଣ ସେଥିରେ ଆଡ ନ କରିକି ଏଥିରେ କଲେ ନା ମତେ ଭଲ ଲାଗିବ ସେଟା। ଠିକ, ହଁ ଠିକ ଅଛି। କିନ୍ତୁ ଆପଣ ସେଇଟା ଦେଖିବେ, ବୁଝିଲେ ନା ନାଇଁ? ସେଇଟା ବି ପଢା ଆଜ୍ଞା ଆଚ୍ଛା ହେଇସାରିଛି, ହଁ ସେଇଟା ଆଜ୍ଞା। ଦେଖିଦେବେ। କାହିଁକି ମାନେ ଆପଣ, ମୁଁ ସରାଇବା ପୂର୍ବରୁ ଆପଣ ସରେଇ ହଁ ଦେଇଥିଲେ ସାର୍, ଗୋଟେ ଥର ପୁରା ଭଲ ପୁରା ହଁ ପୁରା ସାର୍ ପଢେଇଛନ୍ତି, ବହୁତ ବହୁତ ବଢିଆ ପଢେଇଛନ୍ତି, ଦେଖୁଛୁ ସାର୍, ବହୁତ ହଁ, ବହୁତ ବଢିଆ ଠିକ। ପଢେଇଛନ୍ତି। ହଁ ମାନେ ସେଇ କଣ୍ଟେଣ୍ଟ ଗୁଡା ବନେଇବାକୁ ବି ଟାଇମ ଲାଗିଯାଇଥିଲା। ତ ଫାଷ୍ଟ 45 ଦିନରେ କରିଦେଇଥିଲେ ଏକ୍ଜାମ, ପୁଣି କଣ୍ଟେଣ୍ଟ ବନା ହବ, ନାଇଁ ନାଇଁ, ଏମସିକ୍ୟୁ ତାପରେ ବନା ଆପଣ ହବ ଟାଇମ। ବହୁତ, ମୁଁ ସାର୍ ଆପଣଙ୍କ ଭିଡ଼ିଓ ଲେକ୍ଚର ଦେଖୁଥିଲି ସେଇଟା, ଆପଣ ବି ସାର୍ ହଁ ସେଇ ସମୟ ନୂଆ ସିଲାବସ ବାହାରି କରିଥିଲା ନା ଏକ୍ଜାମ ପାଇଁ। ହଁ ବହୁତ ଆପଣ ସେଟା ନୂଆ ପିଲାଙ୍କୁ ସିଲାବସ। ଯୋଉ ପଢେଇଛନ୍ତି, ଆପଣ ବି ବହୁତ ସିରିୟସ ହେଇକି ପଢେଇଛନ୍ତି ସେଟା, ମାନେ ନିଜେ କଣ୍ଟେଣ୍ଟ ଖୋଜିକି ପଢେଇଛନ୍ତି, ହେଡସ୍ ଅଫ୍ ସାର୍। ଠିକ ଠିକ, ଥ୍ୟାଙ୍କ ୟୁ। ଠିକ ଅଛି, ଏଇଠି ବି ଆମେ ଦେଖନ୍ତୁ ସେଇଠି ଭଲ କିନ୍ତୁ ସାର୍ କଣ୍ଟେଣ୍ଟ ଏଇଟା ରହିଯାଇଛି ଆଡ୍ ସେଇଟା। କରିବେନି ସାର୍ ସେଥିରେ, ଆପଣ ହଁ ଏଇଟାକୁ ନ୍ୟୁ ଇୟରରେ ଆଡ୍ ଫୋଲ୍ଡର କରି କରିବେ। ମୁଁ କହିଦେବି ସାର୍ଙ୍କୁ, ଠିକ ଅଛି। ମାନେ ରଖା ରଖି ସାର୍ କରନ୍ତି, ମୁଁ ସାର୍ଙ୍କୁ କହିଦେବି ଏଇଟା ନ୍ୟୁ ଫୋଲ୍ଡର କରନ୍ତୁ ସାର୍, ଏଇଟା ପିଲା ମାନେ କହୁଛନ୍ତି। ତ ଆପଣ ମାନେ ସେଇଟା ବି ଭଲ କଣ୍ଟେଣ୍ଟ ଅଛି, ସେଥିପାଇଁ ମୁଁ କନଫିଡେନ୍ସରେ କହୁଛି। ସେତିକି ବି ଜଣେ ଯଦି କଲା, ପ୍ରିଭିୟସ୍ ପିଲାମାନଙ୍କୁ କହିଦିଏ ଯିଏ ପ୍ରିଭିୟସରେ ପଢିଥିଲା ଆମଠୁ, ସେଇ କଣ୍ଟେଣ୍ଟ ଆପଣ କରନ୍ତୁ, ଆଉ କିଛି କୋଶ୍ଚିନ୍ ପ୍ରାକ୍ଟିସ କରନ୍ତୁ, ମୋର ଦେନ୍ ଏନଫ୍। ପିଲା ଆମର ମାନେ କଣ ପ୍ରୋବ୍ଲେମ ହେଲା ଆରଥର, ରିଭାଇଜ କରିପାରିଲେନି, କମ ସମୟ ହେଲା, ବହୁତ କମ ସମୟ ହେଲା ତାଙ୍କ ସମୟ, ଆମେ ବହୁତ କମ ବନେଇକି ଟାଇମ ରେ ସାର୍ ଏକ୍ଜାମ କରିଦେଲା। ଏକ୍ଜାମ କରିଦେଲେ, ତ ରିଭାଇଜ ହେଲାନି। ତ ସବୁଠୁ ମନ ମାନେ ହିଷ୍ଟ୍ରି ତ ପ୍ରୋବ୍ଲେମ କଣ ହୁଏ, କନସେପ୍ଟ କ୍ଲିୟରିଟି ତ ହବ, କରିବେ ଫାଷ୍ଟ ଜିନିଷ। ରିଭାଇଜ ମାନେ ରିଭାଇଜ ଯଦି 2 3 ଟାଇମ୍ସ ନ କଲେ, ତ ବହୁତ ସାରା ଫ୍ୟାକ୍ଟକୁ ମନେ ରଖିପାରିବେନି। କେତେ ଗେସ୍ କରିବେ, ଗେସ୍ ବି କରିପାରିବେନି ଏତେ ସାରା ଜିନିଷ। ନା। ତ ସେଥିପାଇଁ ପ୍ରୋବ୍ଲେମ ହୁଏ। ମାନେ
ମଷ୍ଟ ଜିନିଷ ହେଉଛି ହିଷ୍ଟ୍ରିରେ ରିଭିଜନ। ୱିଥାଉଟ୍ ରିଭିଜନ ହବ ହିଁ ନାହିଁ। କାହିଁକି ଏଣ୍ଡ ଅଫ୍ ଦି ଡେ ଏଇଟା ଗୋଟେ ଫ୍ୟାକ୍ଟ ହିଁ ମନେ ରଖିବାକୁ ପଡ଼ିବ। କୋଶ୍ଚିନ୍ ଯେଉଁ MCQ ଦେଲା ବି ଥିଓରିଟିକାଲ କୋଶ୍ଚିନ୍ ଦେଇଥାନ୍ତା, କେତେ କାହାର କନସେପ୍ଚୁଆଲ କ୍ଲାରିଟି ଜଣା ପଡ଼ିଯାଇଥାନ୍ତା। କିନ୍ତୁ ସେ ଏଣ୍ଡ ଅଫ୍ ଦି ଡେ ଏକ୍ଜାମ ଖାଲି MCQ ଫ୍ୟାକ୍ଟ ଅନୁସାରେ କରୁଛି। 100ଟା ଫ୍ୟାକ୍ଟ ପଚାରିବ, 100ଟା ଫ୍ୟାକ୍ଟ ଖାଲି ଆନ୍ସର ଦେବାକୁ ପଡ଼ିବ ଆପଣଙ୍କୁ। ତ ଫ୍ୟାକ୍ଟ ଗୁଡ଼ାକୁ ମନେ ରଖିବାକୁ ହେଲେ ରିଭିଜନ ହିଁ ଦରକାର। ସମସ୍ତଙ୍କର ମେମୋରାଇଜେସନ ପାୱାର ନଥାଏ, କିଏ ଗୋଟେ ଥର ମନେ ରଖିଦିଅନ୍ତି, କିଏ ବହୁତ ସମୟ ଦରକାର। ସେଇ ଅନୁସାରେ ଆପଣ 2 ରୁ 3 ଟାଇମ୍ ମିନିମମ୍ ରିଭିଜନ କରିବେ ସବୁ ଜିନିଷ। ଆଉ ଯୋଉଟା ବହୁତ ଡାଉଟ୍ ଲାଗୁଛି ସେଟାକୁ 4-5 ଟାଇମ୍ ରିଭିଜନ କରିବେ। ସେଇଟା ହିଁ କି ଆଉ କିଛି ନାହିଁ। ସାର୍ ଠିକ। ପ୍ରଣାମ ସାର୍। ସାର୍ ହଁ କୁହନ୍ତୁ ସାର୍ ଯୋଉ କୁହନ୍ତୁ ସାର୍। ପୂର୍ବଥର ସାର୍ ଆମର ଏକଡେ କ୍ଲାସ୍ ଗୁଡାକ ସାର୍ ଥିଲା ସାର୍, ସେଗୁଡିକୁ ହଁ ଆମେ ସାର୍ 1.5 ବା 2 ଏକ୍ସଟ୍ରା କରିକି ଆମେ ସାର୍ ସ୍ପିଡ୍ କପ୍ କରି କଭର କରିପାରୁଥିଲୁ, ବଟ୍ ଏବେ ସାର୍ ସେଇଟା ଆଭେଲେବଲ ହେଇପାରୁନି, ଯାହା ଫଳରେ ଆମକୁ ସାର୍ ଟିକେ ଲମ୍ବା ଟାଇମ୍ ଟେକିଂ ହେଇଯାଉଛି। ସେଇଟା ସାର୍ ହବ କିଛି ତ, ସାର୍ ସେଇଟା କାହିଁକି ହଉନି? ହବ, ସେଇଟା ହବ ସାର୍। ହେଇପାରୁଛି ସାର୍, ହଉଛି ତ, ହେଇପାରିବ ତଳେ ସେଇଟା ଅପସନ ଅଛି ନା ସେଟିଂ ଅପସନ। ସେଇଟା ସାର୍ ସେଇଟା କେବେ ହବନି? ସେଇଟା କାହିଁକି ୟୁଟ୍ୟୁବରେ ପ୍ରାଇଭେଟ୍ ହେଇକି ଅପଲୋଡ଼ ହେଇଛି ହେଲା। ସେଇଟା ୟୁଟ୍ୟୁବରେ ହିଁ ମାନେ ଫଙ୍କସନ୍ ବନ୍ଦ ହେଲେ ହିଁ ସେଇଟା ବନ୍ଦ ହବ, ନହେଲେ ସେ ଆପ୍ରେ କିଛି ଲିଙ୍କ ହିଁ ନାହିଁ ସେଇଟା, ବୁଝିଲେ? ଆପଣ ଯେବେ ଚାହିଁବେ ସେଇଟା 2x କରିକି ଦେଖିପାରିବେ, ବୁଝିଲେ? ଆଉ 2xରେ ହିଁ ଦେଖନ୍ତୁ, ତାପରେ ପଢ଼ନ୍ତୁ। ଆମ ସମସ୍ତେ ଏବେ, ହଁ କୁହନ୍ତୁ ସାର୍। ସାର୍ କିଛି ନୂଆ ବୁକ୍ ସାର୍, ଯେମିତି ସାର୍ ଆମର ବିଷୟ ଖୋଲି ବା କେଏଲ ଖରାନା, ଆମେ ଯୋଉ ସବୁ ମାଷ୍ଟର ଡିଗ୍ରୀ ବେଳେ ସାର୍ ୟୁଜ କରୁଥିଲୁ, ସେ ସବୁ ବହି ଗୁଡାକ ସାର୍ ଫଲୋ କରିବାକୁ ପଡିବ କି ସାର୍? ଆପଣ ଯୋଉ ବହି ଦେଖନ୍ତୁ, ବହୁତ ସାରା ବହି ଅଛି, କିନ୍ତୁ ଆପଣ ଯୋଉ ବୁକ୍ ଫଲୋ କରୁଥିଲେ ସେଇଟାକୁ ହିଁ କରନ୍ତୁ। ପ୍ଲସ୍ ଆମର ନୋଟ୍ ଗୁଡ଼ାକ ଆପଣ ମାନେ ଆଉ ଯଦି ଏମ୍ ଏ ସମୟରେ ଯୋଉ ବୁକ୍ ଫଲୋ ମାନେ ଫଲୋ କରୁଥିଲେ, ନହେଲେ ଗ୍ରାଜୁଏସନ୍ ସମୟରେ ଯୋଉ ବୁକ୍ ଫଲୋ କରୁଥିଲେ, ଆପଣ ସେଇ ବୁକ୍ ଫଲୋ କରନ୍ତୁ। ସେଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ। କାହିଁକି ସେଟା ଆପଣଙ୍କୁ କିଛି କିଛି ମନ ଥିବ, କିଛି କିଛି ମନ ଥିବ, ଆଜ୍ଞା ପ୍ଲସ୍ ସାର୍ ଆଜ୍ଞା। ଏଇଟା ଟିକେ କିଛି ନ୍ୟୁ ଇନଫର୍ମେସନ୍ ମିଳିଲେ ମଜା ମଜା ଲାଗିବ, ଆଉ ମନ ବି ରହିଯିବ, ମାନେ ଇଜି ହେଇଯିବ ଆପଣଙ୍କ ପାଇଁ। ଯଦି ନୂଆ ବୁକ୍ ଧରୁଛନ୍ତି ତାହେଲେ ବହୁତ ହାର୍ଡ ହେଇଯିବ ଆପଣଙ୍କ ପାଇଁ। ପୁରୁଣା ଆମେ ବହି ଯୋଉ ସାର୍ ଧରନ୍ତୁ। ପ୍ଲସ୍ ଟୁ ଯୋଉ ସାର୍ ବୁକ୍ ଗୁଡିକୁ ସାର୍ ଆମେ ୟୁଜ କରୁଥିଲୁ ସାର୍, ସେଥିରେ ବି ସାର୍ ଇନଫର୍ମେସନ ଅଛି, ବଟ୍ ବେଷ୍ଟ। ସେ ଇନଫର୍ମେସନ ଗୁଡିକ ସାର୍ ଯେତିକି ଅଛି ସେତିକି ଯଥେଷ୍ଟ। ବଟ୍ ଫିର୍ ବି ସାର୍ ଆମକୁ ଏକ୍ସଟ୍ରା ଇନଫର୍ମେସନ ପାଇଁ ସାର୍ ଆମକୁ ୟୁନିଭର୍ସିଟି ବୁକ୍ ଗୁଡାକ ଫଲୋ କରିବା ପାଇଁ ପଡୁଛି, ୟୁନିଭର୍ସିଟି ଲେଭେଲ ବୁକ୍ ଗୁଡା। ତ ସାର୍ ୟୁନିଭର୍ସିଟି ଲେଭେଲ ବୁକ୍ ଗୁଡାକ ସାର୍ ଆମେ ଫଲୋ କଲା ବେଳକୁ ସାର୍ ଆମକୁ ଗୁଡାଏ ଟାଇମ୍ ଯାଉଛି। ତ ସାର୍ କେମିତି ତାକୁ ୟୁନିଭର୍ସିଟି ଆପଣ ଲେଭେଲ ସେଇଟା ଆପଣ ଦେଖନ୍ତୁ, ସମରାଇଜ ହିଁ କରିବାକୁ ପଡ଼ିବ ଏଣ୍ଡ ଅଫ୍ ଦି ଡେ। ବହୁତ ସାରା ଫ୍ୟାକ୍ଟ ମନେ ରଖିପାରିବେ, ମାନେ ଆପଣ ବହି ଗୁଡ଼ାକ, ମୁଁ ବି ବହି ଯୋଉ ଦେଖିଲି, ଆମର ଇଗ୍ନୋରେ ବି କ'ଣ ପ୍ରୋବ୍ଲେମ୍ ହୁଏ? ପ୍ରୋବ୍ଲେମ୍ ଏଇଟା ହୁଏ, ସେ ବହୁତ ଥିଓରିଟିକାଲି ବୁଝାଏ ଜିନିଷ ଗୁଡ଼ାକୁ। ପିଜିରେ କ'ଣ ହୁଏ, ଆପଣଙ୍କୁ ସେ ତ ଘୁଷେଇବନି ନା ଜିନିଷ ଗୁଡ଼ାକ, ସେ ଖାଲି କହିବ କେମିତି ଡେଭଲପ୍ ହେଲା, ଷ୍ଟୋରି କହିବ, ଷ୍ଟୋରି ବିହାଇଣ୍ଡ କହିବ। ହିଷ୍ଟ୍ରି ମାନେ ଷ୍ଟୋରି, କୋଉ ଷ୍ଟୋରିଟା ବତେଇବ, ସେ ଫ୍ୟାକ୍ଟ କହିବନି। ଏମିତି ନାହିଁ ଯେ ଏଇ ମସିହାରେ ଏଇ ଜିନିଷଟା ହେଇଗଲା, ସେଇଟା କହିବନି। ସେଥିପାଇଁ ବହି ଗୁଡ଼ାକ ଲେନ୍ଥି ହେଇଯାଏ। ତ ଆପଣ ରିଡ଼ିଙ୍ଗ କଲା ବେଳକୁ ପଏଣ୍ଟ ଆଉଟ୍ କରିବେ, ହଁ ଏଇଟା ଗୋଟେ ଅବଜେକ୍ଟିଭ କୋଶ୍ଚିନ୍ ହେଇପାରିବ, ସେଇଠି ଅଣ୍ଡରଲାଇନ୍ କରିବେ, ବାକି ଗୁଡ଼ା ଭୁଲିଯିବେ, କିଛି ଦରକାର ନାହିଁ, ବୁଝିଲେ? ଆଜ୍ଞା ଆଜ୍ଞା ସାର୍ ଆଜ୍ଞା ସାର୍। ତ କାହାଣୀ ବହୁତ ଥିବ ବହି ଗୁଡ଼ାକରେ, ତ ଆପଣ କାହାଣୀକୁ ଇଗ୍ନୋର ନାହିଁ ତ ଖାଲି ପଢ଼ିବେ, ଅଟୋମେଟିକଲି ଆପଣଙ୍କ ସବକନସିୟସ୍ ମାଇଣ୍ଡରେ ରହିଯିବ କାହାଣୀଟା। ଆପଣ ଫ୍ୟାକ୍ଟଟାକୁ ଅଣ୍ଡରଲାଇନ୍ କରିକି ଆଗକୁ ବଢ଼ିବେ। ଆଉ ସେକେଣ୍ଡ ଟାଇମ୍ ଆପଣ ଖାଲି ଫ୍ୟାକ୍ଟଟାକୁ ଦେଖିବେ, ଯେଉଁ ଅଣ୍ଡରଲାଇନ୍ କରିଥିବେ ସେଇଟାକୁ ଦେଖିବେ। ସିମ୍ପଲ୍, ସେଇ ଅନୁସାରେ ତ ଅଣ୍ଡରଲାଇନ୍ଟା ସେଥିପାଇଁ ହିଁ ମାନେ ବାହାରିଛି। ଯେତେବେଳେ ଆମେ ଅଣ୍ଡରଲାଇନିଂଟା ୟୁଜ୍ କରୁଛେ, ଅଣ୍ଡରଲାଇନିଂର ୟୁଜେସ୍ ହିଷ୍ଟ୍ରିରେ ହିଁ ସବୁଠୁ ଅଧିକ। କାହିଁକି ଆମେ କାହାଣୀଟା ପଢ଼ିବା, ଯେଉଁଟା ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟ ଲାଗିଲା ତା ତଳେ ଅଣ୍ଡରଲାଇନ୍ କଲେ, ଆପଣ ସେକେଣ୍ଡ ଟାଇମ୍ ରିଭିଜନ କଲାକୁ ସେ ଅଣ୍ଡରଲାଇନ୍ଟାକୁ ପଢ଼ି ପଢ଼ି ଯିବେ। ଫାଷ୍ଟ ଟାଇମ୍ ପଢ଼ିବେ, ଆପଣ ଦେଖିବେ ଏଇଟା ମୋଟା ବହି ଅଛି, ମୁଁ ହଇରାଣ ହେଇଯିବି। କିଛି ନାହିଁ, ପଢ଼ିବାକୁ କ'ଣ ଦରକାର, ଆପଣ ରିଲାକ୍ସ ହେଇକି ପଢ଼ନ୍ତୁ ନା। ଠିକ୍ ଦିଅନ୍ତୁ, ମୁଁ ଖାଲି ସିଲାବସ୍ଟା ଏବେ ଆଉ ଟାଇମ୍ ନେବାନି ଆମେ। ସିଲାବସ୍ଟା ମୁଁ ଫାଷ୍ଟଲି କହିଦେଉଛି, କ'ଣ ସିଲାବସ୍ର ବ୍ୟାକଗ୍ରାଉଣ୍ଡ ଷ୍ଟୋରି କ'ଣ। ଯେମିତି ଆପଣ ଦେଖୁଛନ୍ତି, ଆମର 5ଟା ୟୁନିଟ୍ ଅଛି ଆମର ୱାର୍ଲଡ ହିଷ୍ଟ୍ରି ପରେ, ଆଉ 5ଟା ୟୁନିଟ୍ ଅଛି ଆମର ଇଣ୍ଡିଆନ୍ ହିଷ୍ଟ୍ରି। ଇଣ୍ଡିଆନ୍ ହିଷ୍ଟ୍ରିରୁ ୟୁନିଟ୍ 5ଟା ଆମର ଓଡ଼ିଶା ହିଷ୍ଟ୍ରି ଉପରେ ଅଛି। ଠିକ୍ ଅଛି। ତ ସିଲାବସ୍ ବହୁତ ବଢ଼ିଆ, ମାନେ ଏଇ ସିଲାବସ୍ ଯଦି ପ୍ରିପାରେସନ୍ ନେଇଯାଉଛି, ଦେयर ଇଜ୍ ନଥିଙ୍ଗ ମୋର୍ ଇନ୍ ହିଷ୍ଟ୍ରି। କିଛି ଜିନିଷ ଛାଡ଼ି ମ୍ୟାକ୍ସିମମ୍ ଜିନିଷ ହିଷ୍ଟ୍ରିର କଭର୍ ପିଜି ଲେଭେଲ୍ ଯାଏଁ। ଠିକ୍ ଅଛି। ତ ଫାଷ୍ଟ ଚାପ୍ଟରଟା ଯଦି ଦେଖିବେ, ଆମର ଯୋଉ ୱାର୍ଲଡ ହିଷ୍ଟ୍ରି ବି ଅଛି, ସେ ୱାର୍ଲଡ ହିଷ୍ଟ୍ରିକୁ ବି ଡିଭାଇଡ୍ କରିଦେଇଛି, ଏନସିଏଣ୍ଟ, ମିଡିଭାଲ, ମଡର୍ନ। ଆମର ଇଣ୍ଡିଆନ୍ ହିଷ୍ଟ୍ରି ଯେମିତି 3 ଭାଗରେ ଡିଭାଇଡ୍ ହେଇଛି, ଏନସିଏଣ୍ଟ, ମିଡିଭାଲ, ମଡର୍ନ, ସେ ୱାର୍ଲଡ ହିଷ୍ଟ୍ରିକୁ ବି ସେଇ 3 ଭାଗରେ ଡିଭାଇଡ୍ କରିଛି। ଫାଷ୍ଟ ଚାପ୍ଟରଟା ଆମର ହେଉଛି ଏନସିଏଣ୍ଟ और ୱାର୍ଲଡ ହିଷ୍ଟ୍ରି, କେମିତି ସିଭିଲାଇଜେସନ ଗୁଡ଼ାକ ବନିଲା। ଆମେ ସେଠି କ'ଣ ପଢୁଛନ୍ତି, ପ୍ରି ହିଷ୍ଟ୍ରି ପିରିୟଡ଼ ପଢୁଛେ, ସିଭିଲାଇଜେସନ ପଢୁଛେ, ବେଦିକ ଫେଦିକ ସବୁ ଗୁଡ଼ାକ ପଢୁଛେ। ତ ଏଠି ଆମର କ'ଣ ପଢୁଛେ,
ଆମର ସିଚୁଏସନ ଗୁଡା ପଡୁଛି। ସାରା ସିଲେକ୍ସନ ଦେଇନି। ଇଜିପ୍ଟ ଦେଇଛି, ମେସୋପୋଟାମିଆ ଦେଇଛି, ଏନସିଏଣ୍ଟ ଦେଇଛି, ରୋମ ଦେଇଛି, ଚାଇନିଜ ଦେଇଛି। ଆମର ପାଞ୍ଚଟା ସିଭିଲାଇଜେସନ ଦେଇଛି। ତା ପୂର୍ବରୁ ଏଇ ଜିନିଷ ଗୁଡାକ ଯୋଉ ସ୍କପ୍ ହିଷ୍ଟୋଗ୍ରାଫି ଏସବୁ ଟ୍ରାଡିସନ ଗୁଡାକ ଥିଓରିଟିକାଲ ଜିନିଷ ଗୁଡାକ ଦିଏ। ସାର୍ କିଛି ପ୍ରୋବ୍ଲେମ ହେଲା ବୋଧେ? ସରି ଫର ଦି ଡିଷ୍ଟର୍ବାନ୍ସ। ସ୍କ୍ରିନ୍ ସମସ୍ତଙ୍କୁ ଭିଜିବଲ ହଉଛି? ନୋ ସାର୍। ଓକେ, ନା କନ୍ ସାର୍ କିଛି ନାଇଁ ସାର୍। ଟିକେ ଅ, ସ୍- ଟିକେ ସ୍କ୍ରିନ୍ ପ୍ରୋବ୍ଲେମ।
ଆଜ୍ଞା ସାର୍ ଦେଖାଗଲା ସାର୍ ଏବେ ସ୍କ୍ରିନ୍। ସାର୍ ଏବେ ଠିକ ଠାକ ସାର୍। ଟିକେ ଇଣ୍ଟରନେଟ୍ ପ୍ରୋବ୍ଲେମ୍ ହେଇଗଲା ମୋ ଏଣ୍ଡରେ, ମୋ ତ ଇଣ୍ଟରନେଟ୍ କନେକ୍ସନ୍ ଚେଞ୍ଜ କରିବାକୁ ପଡ଼ିଲା, ତ ଠିକ୍ ହେଇଯାଇଛି ବର୍ତ୍ତମାନ। ହଁ, ତ ଫାର୍ଷ୍ଟଲି ଆମେ ଦେଖିଦେବା, ଟିକେ ଜଏନ୍ ହେଇଯାଆନ୍ତୁ ସମସ୍ତେ। ଓକେ, ଅଲ୍ ଜଏଣ୍ଟ। ତ କ'ଣ କହୁଥିଲି ମୁଁ, ଆମ ଯେଉଁ ସିଲାବସ୍ ଅଛି ୱାର୍ଲଡ ହିଷ୍ଟ୍ରିକୁ ବି ସେ ତିନି ଭାଗରେ ଡିଭାଇଡ୍ କରୁଛି, ଦ୍ୟାଟ୍ ଇଜ୍ ଏନସିଏଣ୍ଟ, ମେଡେଭାଲ୍ ଆଉ ମଡର୍ନ। ତ ଫାର୍ଷ୍ଟ ୟୁନିଟ୍ଟା ଯେତେବେଳେ ଆପଣ ଦେଖୁଛନ୍ତି, ଦ୍ୟାଟ୍ ଇଜ୍ ଆମେ ସିମ୍ପଲି କ'ଣ କହିପାରିବା, ଦ୍ୟାଟ୍ ଇଜ୍ ଏନସିଏଣ୍ଟ ୱାର୍ଲଡ ହିଷ୍ଟ୍ରି। ଏନସିଏଣ୍ଟ ୱାର୍ଲଡ ହିଷ୍ଟ୍ରି ଆମେ କହିପାରିବା, କାହିଁକି ଏନସିଏଣ୍ଟ ୱାର୍ଲଡ ହିଷ୍ଟ୍ରି କହିପାରିବା, ଏଇସବୁ ବହୁତ ଆମର ଯେମିତି ହରପ୍ପନ ସିଭିଲାଇଜେସନର ଟାଇମର ସମୟ ଗୁଡ଼ାକ, ତା ପରେ କିଛି ଜିନିଷ ହେଇଥିବ, ତା ପୂର୍ବରୁ କିଛି ଜିନିଷ ହେଇଥିବ, କିନ୍ତୁ ଲଗଭଗ ସେଇ ପିରିୟଡ ଟାଇମ୍ ସିଭିଲାଇଜେସନ ଗୁଡ଼ାକ, ଯୋଉଟାକି ଆମର ଇଜିପ୍ସିଆନ ସିଭିଲାଇଜେସନ, ମେସୋପୋଟାମିଆ ସିଭିଲାଇଜେସନ, ଗ୍ରୀସ୍, ରୋମ୍ ଆଉ ଚାଇନିଜ, ସବୁ ସିଭିଲାଇଜେସନର ଆମର ଭିଡ଼ିଓ ହେଇସାରିଛି। ପ୍ଲସ୍ ଆଜ ୱେଲ୍ ଆଜ୍ ଆମର ଏମସିକ୍ୟୁ ସବୁ ସେପାରେଟଲି, ସବୁ ସିଭିଲାଇଜେସନର ଆମର ଭିଡ଼ିଓ ହେଇସାରିଛି, ଆଜ ୱେଲ୍ ଆଜ୍ ଏମସିକ୍ୟୁ। ଆପଣଙ୍କର ଫାଷ୍ଟ ପ୍ରାୟୋରିଟି ରହିବ ସେଇ ଭିଡ଼ିଓ ଆଉ ଏମସିକ୍ୟୁ ଗୁଡ଼ା କଭର କରିବେ। କ୍ଲାସ୍ ତ କରିବେ, ବଟ୍ ସେଇ ଭିଡ଼ିଓ ଏମସିକ୍ୟୁ ଗୁଡ଼ା କଭର କରିବେ। ତାପରେ ଏଇ ପିରିୟଡ଼ଟାକୁ ଆମେ କ'ଣ କହିପାରିବା, ଏଇ ପିରିୟଡ଼ଟାକୁ ଆମେ ମେଡେଭାଲ ୱାର୍ଲଡ ହିଷ୍ଟ୍ରି କହିପାରିବା। ମେଡେଭାଲ ୱାର୍ଲଡ ହିଷ୍ଟ୍ରି କହିପାରିବା ଆମ କୋଉଟା, ଆମର ସେକେଣ୍ଡ ୟୁନିଟ୍ଟାକୁ। ସେକେଣ୍ଡ ୟୁନିଟ୍ କ'ଣ, ଫ୍ୟୁଡାଲିଜମ କ'ଣ, ମାନେ ସାମ୍ରାଜ୍ୟବାଦ କେମିତି ସୃଷ୍ଟି ହେଇଥିବ ୟୁରୋପରେ, ଆଉ ଫ୍ୟୁଡାଲିଜମ ଯୋଗୁଁ କେମିତି ଆମର ରେନେସାନ୍ସ ଆସିବ, ଏନଲାଇଟମେଣ୍ଟ ଆସିବ, ରେନେସାନ୍ସ ଆଉ ଏନଲାଇଟମେଣ୍ଟ ଯୋଗୁଁ କେମିତି ଆମର ଯେଉଁ ସାଇନ୍ସ ଆଉ ଟେକ୍ନୋଲୋଜିର ଡେଭଲପମେଣ୍ଟ ହେବ। ସାଇନ୍ସ ଆଉ ଟେକ୍ନୋଲୋଜିର ଡେଭଲପମେଣ୍ଟ ହେଲା ପରେ, ମାନେ ଏଇ ସମୟରେ କ'ଣ, ରେନେସାନ୍ସ ଆଉ ଏନଲାଇଟମେଣ୍ଟ ସମୟରେ କିଛି ଗ୍ରେଟ୍ ପର୍ସନାଲିଟି ଡେଭଲପ ହେବେ। ଠିକ୍ ଅଛି, ଭଲ ଭଲ ମାନେ ମ୍ୟାଥମେଟିକ୍ସ ଲେଭେଲରେ, ଆଉ ଫିଲୋସଫିରେ, ଆଉ ଡିଜାଇନିଂରେ ଭଲ ଭଲ ଆଉ ବହି ଗୁଡ଼ାକ ବି ଲେଖାଯିବ, ଯୋଉଟାକି ମଡ଼ର୍ଣ୍ଣ ସାଇନ୍ସକୁ ଇନଫ୍ଲୁଏନ୍ସ କରିବ। ସେଇ ଇମ୍ପୋର୍ଟାଣ୍ଟ ଫିଗର ମାନଙ୍କର ନାଁ ଗୁଡ଼ାକ ମନେ ରଖିବା କଥା, କୋଉଠି, ରେନେସାନ୍ସ ଆଉ ଏନଲାଇଟମେଣ୍ଟରେ। ଆଉ କ'ଣ କ'ଣ ନୂଆ ନୂଆ ଆମର ଡିସ୍କଭରି ହେଲା, ପ୍ରିଣ୍ଟିଂ ପ୍ରେସ୍ କେମିତି ଡେଭଲପ ହେଲା, ସେଇ ସବୁ ଡିସ୍କଭରି ଗୁଡ଼ାକ ବିଷୟରେ ଆମେ ଜାଣିଦେବା। ଏ, ତାପରେ ମାନେ ଲୋୟର କ୍ଲାସେସ୍ କ'ଣ କରାଯାଏ, +2 ଲେଭେଲରେ ରେନେସାନ୍ସ ଓ ଏନଲାଇଟମେଣ୍ଟରେ ଡେଫିନେସନ ପଢ଼ା ହେଇଯାଏ, ଆଉ ଦୁଇ ତିନିଟା ଡିସ୍କଭରି ପଢ଼ାଯାଏ। ଆମେ କିନ୍ତୁ ମ୍ୟାକ୍ସିମମ୍ ଲୋକମାନଙ୍କର ରେନେସାନ୍ସ ସମୟରେ ଯେଉଁ ଲୋକମାନେ ଥିଲେ, ଯେଉଁ ଇମ୍ପୋର୍ଟାଣ୍ଟ ପର୍ସନାଲିଟି ଗୁଡ଼ାକ ଥିଲେ, ସେ ସବୁ ଗୁଡ଼ାକର ଆମେ ନାଁ ଜାଣିଥିବା ଟିକେ ଦରକାର। ଆଉ ସେଥିରୁ ମାନେ ଗୋଟେ ଥିଲା ସ୍ଲାଇଡ୍ ଥିଲା ଆମର, ମାନେ ଯେଉଁ ସ୍ଲାଇଡ୍ ବନା ହେଇଥିଲା, ଗୋଟେ କମ୍ପ୍ଲିଟ ସ୍ଲାଇଡ୍ ବନା ହେଇଥିଲା, ସେଇ କମ୍ପ୍ଲିଟ ସାଇଡ୍ରୁ ଯେତେ ଇମ୍ପୋର୍ଟାଣ୍ଟ ଫିଗର ଗୁଡ଼ାକର ନାଁ ଲେଖା ହେଇଥିଲା, ତିନିଟା କୋଶ୍ଚିନ୍ ଆସିଯାଇଥିଲା, ମାନେ ଗୋଟେ ସ୍ଲାଇଡ୍ରୁ ଏକ୍ଜାମରେ ତିନିଟା କୋଶ୍ଚିନ୍ ଆସିଯାଇଥିଲା, 3 କୋଶ୍ଚିନ୍ ଫ୍ରମ୍ ସିଙ୍ଗଲ ସ୍ଲାଇଡ୍। ତ ସେଇ ସ୍ଲାଇଡ୍ଟା ମୁଁ ଦେଖେଇବି ଆପଣଙ୍କୁ, କୋଶ୍ଚିନ୍ ଗୁଡ଼ାକ ବି ଦେଖେଇବି। ତ ଏଇଟା ହଉଛି ଆମର ସିମ୍ପଲ କହିବାକୁ ଗଲେ କ'ଣ, ଯେଉଁ ମେଡିଭାଲ ସମୟରେ ଯାହା ହେଇଥିଲା, ଆମର ଫ୍ୟୁଡାଲିଜିମ ହେଇକି ରେନେସାନ୍ସ ଏନଲାଇଟମେଣ୍ଟ। ତାପରେ ମଡର୍ଣ୍ଣ ଟାଇମରେ କ'ଣ ହବ, ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ, ଇଟାଲିଆନ ଜର୍ମାନ ୟୁନିଫିକେସନ ହବ, ବ୍ରିଟେନରେ ପାର୍ଲାମେଣ୍ଟାରୀ ଡେମୋକ୍ରେସି କେମିତି ଷ୍ଟାର୍ଟ ହବ, ମାନେ କୋଉ କୋଉ ଫେଜ୍ରେ ଷ୍ଟାର୍ଟ ହବ, କ'ଣ କ'ଣ ଚେଞ୍ଜେସ୍ ଆସିବ ଫାର୍ଷ୍ଟ ଫେଜ୍ ପରେ, ସେକେଣ୍ଡ ଫେଜ୍ ପରେ, ସେଇ ସବୁ ଜିନିଷ ଗୁଡ଼ାକ ଆମର କ'ଣ ସେକେଣ୍ଡ ୟୁନିଟ୍ରେ ଆମେ ପଢ଼ିବା। ଏଇଟା ବି ଆମର ଟୋଟାଲି କଭର ହେଇଛି ବିଥ୍ ଏମସିକ୍ୟୁ। ସବୁ ପଏଣ୍ଟର ଏମସିକ୍ୟୁ ଆପଣଙ୍କ ପାଖରେ ରହିଛି ବିଥ୍ କଭର କଣ୍ଟେଣ୍ଟ ସହିତ, ଗୁଡ୍ କଣ୍ଟେଣ୍ଟ। ତାପରେ ଥାର୍ଡ ୟୁନିଟ୍ରେ ଆମେ କ'ଣ ପଢ଼ିବା, ଥାର୍ଡ ୟୁନିଟ୍ରେ ମୋଷ୍ଟ ରିସେଣ୍ଟ ୱାର୍ଲଡ ୱାର୍ 1, ୱାର୍ଲଡ ୱାର୍ 2 ଉପରେ ପଢ଼ିବା। ୱାର୍ଲଡ ୱାର୍ 1 ଆଉ ୱାର୍ଲଡ ୱାର୍ 2 ଭିତରେ ଯୋଉ ଯୋଉ ଜିନିଷ ଗୁଡ଼ାକ ହବ, ମାନେ ନାଜିଜମ ଫ୍ୟାସିଜମ, ନାଜିଜମ କୋଉ ମାନେ ଜର୍ମାନ ଇଟାଲୀରେ କ'ଣ କୋଉ ଜିନିଷ ଗୁଡ଼ାକ ହବ, ଜର୍ମାନ ଇଟାଲୀର ସିଚୁଏସନ କ'ଣ ଥିବ। ଠିକ୍ ଅଛି, ଆଉ ମାନେ ହିଟଲର କଥା ପଢ଼ିବା, ସେ ସବୁ ମାନେ ଇମ୍ପୋର୍ଟାଣ୍ଟ ଫିଗର ଗୁଡ଼ାକ, ମୁସୋଲିନି, ହିଟଲର, ଗେରିବେଲ୍ଡି, ସେଇ ଇମ୍ପୋର୍ଟାଣ୍ଟ ଫିଗର ଗୁଡ଼ାକର ନା, ଫିଗର ଗୁଡ଼ାକ କ'ଣ କ'ଣ କାମ କରିଥିଲେ, ଜର୍ମାନୀ ୟୁନିଫିକେସନ ଆଉ ଇଟାଲିଆନ ମାନଙ୍କର କେମିତି କ'ଣ ରିଲେସନ୍ସ ଥିବ, ସେ ସବୁ ଜିନିଷ ଗୁଡ଼ାକ ଆମେ କ'ଣ ଥାର୍ଡ ୟୁନିଟ୍ରେ ପଢ଼ିବା। ଏଇଟା ବହୁତ ଛୋଟ ୟୁନିଟ୍ଟା, କିନ୍ତୁ ଆମେ ଏଇ ୟୁନିଟ୍ ବି କଭର ହେଇଯାଇଛି ବିଥ୍ ଏକ୍ଜାମ୍। ତାପରେ କ'ଣ ହେଲା, ୟୁନିଟ୍ 4ଟା ଆମେ କ'ଣ କହିପାରିବା, ଇଣ୍ଟରନ୍ୟାସନାଲ ରିଲେସନସିପ୍ ଉପରେ କ୍ୱେଶ୍ଚିନ୍ ମାନେ ଆସିଛି ବୋଲି ଆମେ କହିପାରିବା। ଇଣ୍ଟରନ୍ୟାସନାଲ ରିଲେସନସିପ୍ ମାନେ କ'ଣ ହବ, ଯେତେବେଳେ ଫାଷ୍ଟ କୋଲ୍ଡ ୱାର୍ ପରେ, ସରି ଫାଷ୍ଟ ୱାର୍ଲଡ ୱାର୍ ହବ, ତାପରେ ୟୁନାଇଟେଡ୍ ନେସନ୍ ହବ। ୟୁନାଇଟେଡ୍ ନେସନ୍ ହେଲା ପରେ କ'ଣ ହବ, କୋଲ୍ଡ ୱାର୍ ଷ୍ଟାର୍ଟ ହେଇଯିବ। କୋଲ୍ଡ ୱାର୍ ଷ୍ଟାର୍ଟ ହେଲା ପରେ ରୁଷିଆ ତାର କିଛି ଅର୍ଗାନାଇଜେସନ ବନେଇବା ଷ୍ଟାର୍ଟ କରିବ, ଆଉ ଆମର ଆମେରିକା ତାର କିଛି ଅର୍ଗାନାଇଜେସନ ବନେଇବା ଷ୍ଟାର୍ଟ କରିବ। ତ ରୁଷିଆ କିଛି ଅର୍ଗାନାଇଜେସନ ବନେଇଥିବ, ସେଇ ଅର୍ଗାନାଇଜେସନ ଗୁଡ଼ାକ ବିଷୟରେ
ଆମେ ପଢିବା। ଆଉ ୟୁଏସଏ ତା ନେତୃତ୍ୱରେ କିଛି ଯୋଉ ନେଟୋ ବନେଇବ, ଯାହା ବି ବନେଇବ, ସେ ନେଟୋ ସେଟୋ ଯାହା ବନେଇବ, ସେଇ ଅର୍ଗାନାଇଜେସନ ଗୁଡାକ ବନେଇବ। ନେଟୋ କୋଉଠି କୋଉ କୋଉ ଏରିଆରେ ଆକ୍ଟିଭ ଥିଲା, ସେଟୋ କୋଉ ଏରିଆରେ ଆକ୍ଟିଭ ଥିଲା, ସେଣ୍ଟୋ କୋଉ ଏରିଆରେ ଆକ୍ଟିଭ ଥିଲା। ଆଉ ଯଦି ଗୋଟେ କଣ୍ଟ୍ରି ନେଟୋ ବା ସେଟୋରେ ମିଶୁଥିଲା, କୋଉ ଲକ୍ଷ୍ୟ ନେଇକି ମିଶୁଥିଲା, ସେ ଏମିତି ମାନେ କିଛି ତାର ଫାଇଦା ଥିବ, କିଛି ପ୍ରଫିଟ ଥିବ, କିଛି ଗେନ୍ କରିବାର ଥିବ, କଣ ଗେନ୍ କରିବାକୁ ସେ ମିଶୁଥିଲା। ଠିକ ଅଛି, ମାନେ ଏଇ ଯୋଉ ୟୁନିଟ ଟା ଫୋର୍ଥ ୟୁନିଟ ଟା ବେସିକାଲି ଆମର କଣ ଅଛି, ଇଣ୍ଟରନ୍ୟାସନାଲ ରିଲେସନସିପ। ଆପଣ ଖାଲି ଆଇଡିଆ ଆସିଯିବ, ମାନେ ସବୁ ଦେଶର ଇତିହାସ ବିଷୟରେ ଆପଣଙ୍କୁ କିଛି କିଛି ଜାଣିବାକୁ ମିଳିବ। ସେ ଦେଶର ବ୍ୟାକଗ୍ରାଉଣ୍ଡ କଣ ଥିଲା, ଯୋଉ ଦେଶ କୋଉ ଦେଶ ମାନେ ଇଏ ହେଇଥିବେ ଆମେରିକା ଉପରକୁ ଲିନିଏଣ୍ଟ ହେଇଯାଇଥିବେ, କୋଉ ଦେଶ ରୁଷିଆ ଉପରେ। କିନ୍ତୁ ଆଉ କିଛି ଦେଶ ଥିବ ଯୋଉ ଦେଶ କି ନନ୍ ଆଲାଇଡ୍ ନେମ୍ ଫର୍ମେସନ କରିଥିବେ। ଠିକ ଅଛି, ଇଣ୍ଡୋନେସିଆ, ଇଣ୍ଡିଆ, ଠିକ ଅଛି, ସ୍ଲୋଭାକିଆ, ଏମିତି କିଛି ଦେଶ ଥିବେ ସେମାନେ କଣ ବନେଇଥିବେ, ଏନ୍ଏମ୍ ବନେଇଥିବେ। ଏନ୍ଏମ୍ ଯୋଉଟା କି ଆମର ସୁକର୍ଣ୍ଣି ଆଉ ଜବାହରଲାଲ ନେହେରୁ ଏଗୁଡାକ ନେତୃତ୍ୱ ନେଇଥିବେ। ଏଗୁଡାକ କଣ କରିବେ, ଆମେ କାହା ତୁଲେ ମିଶିବୁନୁ, କୋଲ୍ଡ ୱାର କରିବୁନୁ କି ମାନେ କୋଲ୍ଡ ୱାରରେ ପାର୍ଟିସିପେଟ ହିଁ କରିବୁନୁ, ଆମେରିକା ସହିତ ମିଶିବୁନୁ କି ରୁଷିଆ ସହିତ ମିଶିବୁନୁ। ସେଠି ପଡିବା ନାମ କଣ, ସେମାନେ କଣ ବନେଇଥିବେ, ଆମେ କାହା ସହିତ ନ ମିଶିକି ନାମ ବନେଇବା, ଏସିଆନ ବନେଇବା। ତ ଏସିଆନ ସଂଘ କଣ ପାଇଁ ଗଠିତ ହୋଇଥିଲା, ନାମ କାହିଁକି ଗଠନ ହୋଇଥିଲା, ସବୁ ଇଣ୍ଟରନ୍ୟାସନାଲ ରିଲେସନସିପ କଥା ଆଉ ଇମ୍ପୋର୍ଟାଣ୍ଟ ଅର୍ଗାନାଇଜେସନ ଗୁଡାକ ଆମେ କୋଉଠି କଭର କରିବା, ଫୋର୍ଥ ୟୁନିଟରେ କଭର କରିବା। ଠିକ ଅଛି, ତାପରେ ଫିଫ୍ଥ ୟୁନିଟରେ କଣ ହବ, ଆମର ସାଉଥ ଇଷ୍ଟ ଏସିଆରେ ଯୋଉ ଦୁଇଟା ବଡ ପାୱାର, ସାଉଥ ଇଷ୍ଟ ଏସିଆର ମାନେ ବହୁତ ବଡ ଦୁଇଟା ପାୱାର କଣ ଅଛି ଆମର, ଜାପାନ ହେଇକି ଚାଇନା। ତ ଜାପାନ ଆଉ ଚାଇନାର ଯୋଉ ହିଷ୍ଟ୍ରି ଥିବ, ସେ ଜାପାନ ଆଉ ଚାଇନାର ହିଷ୍ଟ୍ରି ବିଷୟରେ ଟିକେ ଅଧିକ ଜାଣିବା। ଠିକ ଅଛି, ଅଫିମ ବାର ମାନେ ଅଫିମ ବାରରେ ଆମେ ସିମ୍ପଲି କଣ ପଢିବା, ବ୍ରିଟିଶ ମାନେ କେମିତି ଚାଇନାକୁ ଅଧିକାର କଲେ, ମାନେ କେମିତି ତାଙ୍କୁ ଅଫିମ ଅଧିକ ଦେଇକି ଆଉ ତାଙ୍କୁ କେମିତି କଣ୍ଟ୍ରୋଲ କଲେ କଣ ନାହିଁ। ତାପରେ ଚାଇନା ସିନୋ ଜାପାନିଜ ବାର ପଢିବା, ରୁଷୋ ଜାପାନିଜ ବାର ପଢିବା। ଏଇ ସବୁ ୱାର ଗୁଡାକ ବିଷୟରେ ସିମ୍ପଲି ଏଇ ଯୋଉ 50 ମିନିଟ ଟା ଅଛି ଆମର ସାଉଥ ଇଷ୍ଟ ଏସିଆ ଆଉ ସିମ୍ପଲି ସାଉଥ ଇଷ୍ଟ ଏସିଆର ଜାପାନ ଆଉ ଚାଇନା ଉପରେ ସବୁ ଜିନିଷ ଗୁଡାକ ଏଠି କଣ୍ଟେକ୍ସଟ ହେଇକି ଅଛି। ଏ ସବୁ ଜିନିଷ ଗୁଡାକ ୟୁନିଟ 5 ବି ଏଇ ଜିନିଷ ଗୁଡାକର ବି ଅଲରେଡି ଭିଡିଓ ପ୍ରିପେୟାର ହେଇସାରିଛି ୱିଥ ସବୁର ଏମସିକ୍ୟୁ। ଅପିମ ବାର ଆପଣଙ୍କୁ ଏମସିକ୍ୟୁ ମିଳିବ, ସିରୋ ଜାପାନିଜ ବାର ବି ଏମସିକ୍ୟୁ ମିଳିବ, ଇଣ୍ଡିଭିଜୁଆଲ ଟପିକ ର ବି ଆପଣଙ୍କୁ ଏମସିକ୍ୟୁ ମିଳିବ। ବୁଝିଲେ ନା ନାଇଁ? ଏମିତି ନାହିଁ ଯେ ଖାଲି ଆପଣଙ୍କୁ ଥିଓରି ମିଳିବ ଏଇ ଜିନିଷର, ସେ ଆପଣଙ୍କୁ ଦେଖିବେ କୋର୍ସରେ ଥିଓରି ତ ଥିବ ଥିବ, ସେଇ ଜିନିଷର ଆପଣଙ୍କୁ ଏମସିକ୍ୟୁ ଗୁଡାକ ବି ଥିବ ସେ ସାଇଡ ମାନେ ଯୋଉ ଏମସିକ୍ୟୁ ସେକ୍ସନରେ ଇଚ୍ ଟପିକର। ବୁଝିଲେ? ମାନେ ଜଣେ ଯଦି ସିରିୟସଲି ପଢିବ, ମାନେ ଆମର ପ୍ରୋବ୍ଲେମ କଣ ହୁଏ ପିଲାମାନଙ୍କର, ୱାର୍ଲଡ ହିଷ୍ଟ୍ରିଟାକୁ ଆମକୁ ଟିକେ ମୁଁ ଜଲ୍ଦି ପଢେଇଦେଲି, କିନ୍ତୁ ଜଲ୍ଦି ପଢେଇଲା ପରେ ଲାଷ୍ଟକୁ ପିଲା ଆଉ କଭର କରିପାରିଲେନି। କିନ୍ତୁ ୱାର୍ଲଡ ହିଷ୍ଟ୍ରିରୁ ମ୍ୟାକ୍ସିମମ୍ କ୍ୱେଶ୍ଚିନ୍ ପକେଇଦେଲା ଏଥର। ଠିକ ଅଛି, ତ ସିଲାବସ୍ ବହୁତ ଛୋଟ ୱାର୍ଲଡ ହିଷ୍ଟ୍ରିର ଇନ୍ କମ୍ପେୟାର ଟୁ ଇଣ୍ଡିଆନ ହିଷ୍ଟ୍ରି। ୱାର୍ଲଡ ହିଷ୍ଟ୍ରିର ସିଲାବସଟା ଛୋଟଟା, ଯଦି ଆମେ ଇଣ୍ଡିଆନ ହିଷ୍ଟ୍ରିକୁ ଦେଖିବା ୱାର୍ଲଡ ହିଷ୍ଟ୍ରି ସିଲାବସ୍ ବହୁତ ଛୋଟ। ତ ୱାର୍ଲଡ ହିଷ୍ଟ୍ରି ଆମେ ଯେଉଁ ରିଭିଜନ କ୍ଲାସ୍ ବି କରିବା, ପ୍ରଥମେ ଆମର ଟାର୍ଗେଟ ଏଇଟା ହିଁ ରହିବ କି ୱାର୍ଲଡ ହିଷ୍ଟ୍ରିକୁ ଯେତେ ଶୀଘ୍ର ପାରିବା ସେତେ ଶୀଘ୍ର କଭର କରିବା। ଆଉ ତାପରେ ମୁଁ କିଛି ଏମସିକ୍ୟୁ କ୍ଲାସ୍ କରିବି, ରିଭିଜନ କ୍ଲାସ୍ କରିବି। ସେଇ କ୍ଲାସ୍ ଗୁଡାକରେ ମୁଁ କଣ କରିବି, କିଛି କୋଶ୍ଚିନ୍ ଖାଲି ଆପଣଙ୍କୁ କହିବି, ଏଇ କୋଶ୍ଚିନ୍ ଗୁଡାକ ପଢନ୍ତୁ, ମୁଁ ଏଥିରୁ ପଚାରିବି, ସେତିକି ଏକା। ବୁଝିଲେ? ତ ୱାର୍ଲଡ ହିଷ୍ଟ୍ରି ଆପଣ ଦେଖିଲେ ସେଇ ଜିନିଷ ଗୁଡାକ ଅଛି, ମଡର୍ନ ଏନସିଏଣ୍ଟ ମେଡିଭାଲ ଜିନିଷ ଅଛି, ତା ସହିତ କିଛି ଯୋଉ ଇଣ୍ଟରନ୍ୟାସନାଲ ରିଲେସନସିପ ଅଛି ସେଇ ଜିନିଷ ଗୁଡାକ ବିଷୟରେ ଆମେ ପଢିବା ୱାର୍ଲଡ ହିଷ୍ଟ୍ରିରେ, ସେତିକି ହିଁ। ଠିକ ଅଛି, ତ ସିଲାବସ୍ ବହୁତ ବଡ ଲାଗିଥାଇପାରେ ୱାର୍ଲଡ ହିଷ୍ଟ୍ରି, କିନ୍ତୁ ମୋତେ ବହୁତ ଛୋଟ ଲାଗେ ଇନ୍ କମ୍ପାରିଜନ ଟୁ ଇଣ୍ଡିଆନ ହିଷ୍ଟ୍ରି। ତାପରେ ଯେତେବେଳେ ଦେଖିବା ଆମେ ଇଣ୍ଡିଆନ ହିଷ୍ଟ୍ରି କଥା କହିବା, ଇଣ୍ଡିଆନ ହିଷ୍ଟ୍ରି ତ ସେଇ ଜିନିଷ ଆମେ ସମସ୍ତେ ଜାଣିଛନ୍ତି। କଣ ଜାଣିଛନ୍ତି? ସୋର୍ସ ଅଫ ଇଣ୍ଡିଆନ ହିଷ୍ଟ୍ରି ଫାର୍ଷ୍ଟ ୟୁନିଟଟା ଯୋଉ ଥିବ ସୋର୍ସ ପଢିବେ, ତାପରେ ହରପ୍ପନ, ବେଦିକ, ରାଇସ୍, ମାନେ ଆଉ ଇଣ୍ଡିଆନ ହିଷ୍ଟ୍ରିକୁ ମୋତେ ଲାଗୁନି ଆପଣମାନଙ୍କୁ ମୋତେ ଏକ୍ସପ୍ଲେନ କରିବାକୁ ପଡିବ, ସବୁ କିଛି ପଢିବା। ହ୍ୱାଟ ଇଜ ଦ୍ୟାଟ, ଯୋଉଟା ଏନସିଆଣ୍ଟ, ମେଡିଭାଲ ଆଉ ମଡର୍ଣ୍ଣର ସବୁ ଜିନିଷ ଆମକୁ ପଢିବାକୁ ପଡିବ କୋଉଠି, ୱାର୍ଲଡ ହିଷ୍ଟ୍ରିର, ସରି ଇଣ୍ଡିଆନ ହିଷ୍ଟ୍ରିର। ୱାର୍ଲଡ ହିଷ୍ଟ୍ରି ତ ଦେଖେଇଦେଲି ଆପଣଙ୍କୁ, ଇଣ୍ଡିଆନ ହିଷ୍ଟ୍ରିର ଏଇ ସବୁ ଜିନିଷ ଆପଣଙ୍କୁ ମୁଁ ମୋତେ ଲାଗୁନି ଆପଣଙ୍କୁ କହିବା ଦରକାର। ଏଇ ସବୁ ଜିନିଷ ବିଷୟରେ ଆପଣ ଆଇଡିଆ ଥିବ, ଫିର ବି ନହେଲେ କହିଦଉଛି, ଯିଏ ଫାର୍ଷ୍ଟ ଟାଇମ ଦେଖିବେ। ଏଇ ଯୋଉ ୟୁନିଟଟା ହଉଛି ଆମର ପିଓରଲି କଣ, ଏନସିଏଣ୍ଟ ହିଷ୍ଟ୍ରି। ଏଇ ଯୋଉ ଫାର୍ଷ୍ଟ ୟୁନିଟଟା ହଉଛି ଆମର ପିଓରଲି ଏନସିଏଣ୍ଟ ହିଷ୍ଟ୍ରି। ଠିକ ଅଛି, ଏନସିଏଣ୍ଟ ହିଷ୍ଟ୍ରି କାହିଁକି? ଫାର୍ଷ୍ଟରେ ସୋର୍ସ ପଚାରେ, ହରପ୍ପାନ ହେଟ୍ରୋଡକ୍ସ ରିଲିଜନ ମାନେ କଣ, ଯୋଉ ହିନ୍ଦୁଇଜମକୁ ସ୍ପ୍ରେଡ ମାନେ ଯେତେବେଳେ କମ୍ପ୍ଲିକେଟେଡ ହେଇଯିବ, ଦେର ଉଡ୍ ବି ଲଟ୍ ଅଫ ହେଟ୍ରୋଡକ୍ସ ରିଲିଜନ। ସେଇ କୋଉ କୋଉ ରିଲିଜନ ଗୁଡାକ ଆସିବ, ବୁଦ୍ଧିଜମ, ଜୈନିଜମ କେମିତି ଆସିବ। ବେଦିକ ପିରିୟଡରେ ପିଓରଲି ହିନ୍ଦୁଇଜମ ଥିବ, କିନ୍ତୁ ହିନ୍ଦୁଇଜମ ଯେତେବେଳେ ରିଜିଡ୍ ହେଇଯିବ,
ତାପରେ କଣ ଆସିଯିବ ଜୈନିଜମ ବୁଦ୍ଧିଜମ। ତ ଜୈନିଜମ ବୁଦ୍ଧିଜମ ବିଷୟରେ ତାପରେ ପଢିବାକୁ ପଡିବ। ତାପରେ ଜୈନିଜମ ବୁଦ୍ଧିଜମ ପରେ ଯୋଉ ସେଇ ସମୟରେ ଇମ୍ପୋର୍ଟାଣ୍ଟ କିଙ୍ଗ ଗୁଡାକ ଥିଲେ, ମୌର୍ୟାନ ଡିନାଷ୍ଟି ଥିଲା। ଠିକ ଅଛି, ମୌର୍ୟାନ ଡିନାଷ୍ଟି ବିଷୟରେ ପଢିବା। ମୌର୍ୟାନ ଡିନାଷ୍ଟି ପରେ ଇଣ୍ଡିଆର ଅବସ୍ଥା କଣ ଥିଲା, ଆଉ ମୌର୍ୟାନ ଡିନାଷ୍ଟି ସମୟରେ ସାଉଥରେ ଯୋଉ ରାଜା ମାନେ ଥିଲେ, ସାତବାହନ, ଚେଦିସ, କୁଷାଣ, ପଲ୍ଲବ, ଚୋଳ, ପାଣ୍ଡ୍ୟସ, ସେମାନଙ୍କର ସିଚୁଏସନ କଣ ଥିଲା, ଆଉ ସେମାନେ କୋଉ କୋଉ ଆର୍ଟ ଆଣ୍ଡ ଆର୍କିଟେକ୍ଚର ବନେଇଥିଲେ। ଏତିକି କଣ ଦେଖିବା, ମାନେ ଏନସିଏଣ୍ଟ ହିଷ୍ଟ୍ରି ଅଫ ନର୍ଥର୍ନ ଇଣ୍ଡିଆ ଆଜ ୱେଲ୍ ଆଜ ସାଉଥର୍ନ ଇଣ୍ଡିଆ, ଏଇଟା ଆମର କଣ ଦେଖାଯିବ ଫାର୍ଷ୍ଟ ୟୁନିଟରେ ଦେଖାଯିବ। ତାପରେ ସେକେଣ୍ଡ ୟୁନିଟ କଥା ଯଦି କହିବେ, ଏନସିଏଣ୍ଟ ହିଷ୍ଟ୍ରି ଏକା ସେକେଣ୍ଡ ୟୁନିଟଟା ବି ଆମର କଣ ଅଛି, ଏନସିଏଣ୍ଟ ହିଷ୍ଟ୍ରି ଉପରେ ହିଁ ଅଛି। ଟିକେ ଫାଷ୍ଟ ପଏଣ୍ଟ ଅଛି, ତାପରେ ଏଠୁ ଷ୍ଟାର୍ଟ, ସରି ଏଠୁ ଏତିକି କଣ ହେଇଯାଉଛି, ଆମର ମେଡିଭାଲ ଷ୍ଟାର୍ଟ ହେଇଯାଉଛି। ମାନେ ଆମର କେମିତି ଆସିଲେ ତୁର୍କିଶ, ମାନେ ଫରେନ୍ ପାୱାର ଗୁଡାକ କେମିତି ଏଣ୍ଟର କରିବେ, ଫରେନ୍ ପାୱାର ଗୁଡାକ କେମିତି ଏଣ୍ଟର କରିବେ, ସେଇ ଜିନିଷ ଗୁଡାକ ଆମର ଷ୍ଟାର୍ଟ ହେଇଯାଉଛି ସେକେଣ୍ଡ ୟୁନିଟରୁ। ଇଲତୁତମିଶ, ବଲବନ, ମାନେ ଏଇଟା ପାର୍ଟିକୁଲାରଲି ମେନସନ କରିଦେଇଛି, ଏଇଟା ବେଶୀ କିଛି ରଖିନି, ବୁଝିଲ ନା ନାଇଁ। ଏଠି ନା ଖାଲି ମନ କରିଦେଇଛି ଏମବିଟିଂ କର, ଆଡମିନିଷ୍ଟ୍ରେସନ ଆଉ ଏକ୍ସପେରିମେଣ୍ଟ କର, ଆଉ ଫିରୋଜ ଶାହ ତୁଗଲକଙ୍କୁ ପବ୍ଲିକ ୱାର୍କ କର। ଆମର ଯୋଉ ଟିକେ ଲେକ୍ଚରସିପ ସିଲାବସ ଟା ଥିଲା ଟିକେ ଭାଷ୍ଟ କରିଥିଲା, ସେ ଟିକେ ଅଧିକ ଅଧିକ ପଢିବାକୁ କହିଥିଲା। ଏଠି ପୁରା ଡାଇରେକ୍ଟଲି ମେନସନ କରିଛି, ବେଶୀ କିଛି ଦରକାର ନାହିଁ, ଡାଇରେକ୍ଟଲି ଏମବିଟିଂ କର ହିଁ ପଢ, ଭଲ ଆମ ପାଇଁ କିଛି ଅସୁବିଧା ନାହିଁ। ନାଁ ଗୁଡାକ ମେନସନ କରିକି ଏଠି ଦେଇଦେଇଛି। ଆପଣ ସେକେଣ୍ଡ ୟୁନିଟ୍ ଯେତେବେଳେ ଦେଖିବେ, ଜେନେରାଲି ସେ ଆପଣଙ୍କର ଲେକ୍ଚରସିପ ସିଲାବସ ଦେଖିବେ, ସେ କହିବ ଖିଲାଜି ଡିନାଷ୍ଟି ପଢ, ନହେଲେ ତଗଲକ ପଢ, ସେ ସବୁ ପଢିବ, ମେଡିଭାଲ ହିଷ୍ଟ୍ରି ସବୁ ଗୁଡାକ ପଢିବାକୁ କହିବ। କିନ୍ତୁ ଏଠି ବି ଦେଇଦେଇଛି ଆମର ଖିଲିଜିର ବି ଆଲାଉଦ୍ଦିନ ଖିଲିଜିଙ୍କ ଉପରେ ହିଁ ପଢିବ, ଭଲସେ ପଢିବ। ଆଉ ଯଦି ତଗଲକଙ୍କୁ ପଢୁଛ, ମହମ୍ମଦ ବିନ ତଗଲକଙ୍କ ଉପରେ ହିଁ ଭଲସେ ପଢିବ, ସେ ଡାଇରେକ୍ଟଲି ମେନସନ କରିଦେଇଛି। ତ ଆଠୁ ଭଲ ଜିନିଷ ଆଉ କିଛି ନାହିଁ, ତ କୋଶ୍ଚିନ୍ ସେଠୁ ହିଁ ଆସିବ। ତ ଆମେ ମହମ୍ମଦ ବିନ ତଗଲକଙ୍କର କାମ ମାନେ ବହୁତ କମ ଅଛି, କଣ କଣ ସେ ଭଲ କାମ କରିଥିଲେ, କଣ ଷ୍ଟୁପିଡ କାମ କରିଥିଲେ, ସେ ଭାବିଥିଲେ ଭଲ, କଣ ଖରାପ ହେଇଗଲା, ସେ ସବୁ ଜିନିଷ ଗୁଡାକ ହିଁ ଦେଖିବା କଥା। କାହାଣୀ ଗୁଡାକ ଆରାମରେ ମନେ ରହିଯିବ ଏ ଜିନିଷ। ଆଉ ଏଥିରୁ କୋଶ୍ଚିନ୍ ବି ଆସିଥିଲା, ଏମବିଟିଙ୍କ ଉପରେ କୋଶ୍ଚିନ୍ ଆସିଥିଲା, ଆଉ ବହୁ ସମୟରେ ଏଠୁ କୋଶ୍ଚିନ୍ ଆସେ ଏମବିଟିଙ୍କ ଉପରେ। ସେ ଅଛି ଆମର କୋଶ୍ଚିନ୍ ବି ଅଛି, ଆଜ ୱେଲ୍ ଆଜ ଆ ଉପରେ ପଢା ବି ହେଇଯାଇଛି। ଆଉ ତା ସମୟରେ ସେ ସମୟରେ ଯୋଉ ମୁଭମେଣ୍ଟ ଗୁଡାକ ଚାଲୁଥିଲା, ଫିଫ୍ଥ ନମ୍ବର ପଏଣ୍ଟଟା ଡ୍ୟୁରିଙ୍ଗ ମାନେ ଯୋଉ ଇକୋନୋମି, ସୋସାଇଟି, ଆର୍ଟ ଆଣ୍ଡ ଆର୍କିଟେକ୍ଚର, ଏଇ ସବୁ ଜିନିଷ ଗୁଡାକ କଣ ହୁଏ, ଥିଓରିଟିକାଲ କୋଶ୍ଚିନ୍ ଗୁଡାକ, ପ୍યોରଲି ଥିଓରିଟିକାଲ କୋଶ୍ଚିନ୍ ଗୁଡାକ। କିନ୍ତୁ ଏଥିରେ ବି ଯୋଉଟା ଯୋଉଟା ଏମସିକ୍ୟୁ ବନିପାରିବ, ସେଇ ଜିନିଷ ଗୁଡାକ କଭର କରାଯାଇଛି। ଆଉ ଭକ୍ତି ସୁଫି ମୁଭମେଣ୍ଟ ବି ଇମ୍ପୋର୍ଟାଣ୍ଟ, ଭକ୍ତି ସେଣ୍ଟ କିଏ, ଆଉ ସୁଫିର ଯୋଉ ସିଲସିଲା ଗୁଡାକ ଥିଲା, ଇମ୍ପୋର୍ଟାଣ୍ଟ ସିଲସିଲା କଣ, ସେ ସବୁ ଆମର କଭର ହେଇଛି। କବୀର ନାନକ, କିନ୍ତୁ ଭକ୍ତିରେ ଆମର ମାନେ ଯୋଉ ଭିଡିଓ ଅଛି, ଭିଡିଓରେ ସବୁ କିଛି କଭର ହେଇଯାଇଛି, କିନ୍ତୁ ସ୍ପେସିଫିକଲି ସିଏ କଣ ମେନସନ କରିଦେଇଛି, ଭକ୍ତି ମୁଭମେଣ୍ଟର କବୀର ନାନକ ଆଉ ଚୈତନ୍ୟଙ୍କ ବିଷୟରେ ଟିକେ ଅଧିକ ପଢିବେ। ଭକ୍ତି ମୁଭମେଣ୍ଟ ତ ମାନେ କଣ, ବହୁତ ସାରା ଅଛନ୍ତି, ନାୟନାର ଗୁଡାକ ଅଛନ୍ତି, ବହୁତ ମାନେ ମହାରାଷ୍ଟ୍ର ରିଜନରେ ଭକ୍ତି ଅଛନ୍ତି, ବେଙ୍ଗାଲ ରିଜନରେ ଅଛନ୍ତି, ସାଉଥ ରିଜନରେ ବି ବହୁତ ଶକ୍ତି ସେଣ୍ଟ ମାନେ ଭକ୍ତି ସେଣ୍ଟ ଥିଲେ। କିନ୍ତୁ ସିଏ ସ୍ପେସିଫିକାଲି ମେନସନ କଣ କରିଦେଇଛି ଆମକୁ, କବିର ଉପରେ ପଢିବେ ଭଲସେ, ନାନକ ଉପରେ, ଚୈତନ୍ୟ ଉପରେ। ତ ଆପଣ ଏଇ ତିନିଟା ତ ଭଲସେ ପଢିବେ, ଆଉ ବାକି ଗୁଡାକ ଟିକେ ଓଭରଅଲ୍ ଲୁକ୍ କରିକି ଯାଇଥିବେ। ସୁଫି ମୁଭମେଣ୍ଟରୁ ବି ଯୋଉ କୋଶ୍ଚିନ୍ ଆସେ, ବହୁତ ଇଜି ଇଜି କୋଶ୍ଚିନ୍ ଆସେ। ଆଉ ଇମ୍ପୋର୍ଟାଣ୍ଟ ସୁଫି ସେଣ୍ଟ ଗୁଡାକ, ଚାରି ପାଞ୍ଚଟା ଇମ୍ପୋର୍ଟାଣ୍ଟ ସୁଫି ସେଣ୍ଟ ଅଛନ୍ତି, ସେ ସେଣ୍ଟ ଗୁଡାକର ନାଁ ମନେ ରଖିଦେବେ, ଆଉ ସେମାନେ କୋଉଠି ତାଙ୍କର ଦରଗା ଥିଲା ସେତିକି ଖାଲି ମନେ ରଖିଦେଲେ ଆମର କାମ ହେଇଗଲା। ତାପରେ ଆମେ ଯଦି ୟୁନିଟ୍ 3 ଯିବା, ସେଇ ମେଡିଭାଲ ହିଷ୍ଟ୍ରି ୟୁନିଟ୍ 3ଟା ମୋଗଲସ ମାନଙ୍କର ହିଷ୍ଟ୍ରି ପଚାରି ଦେଇଛି। ମୋଗଲ, ଆଉ ଏଇଟା ତ ମାନେ ଫେଭରେଟ ଟପିକ, ମୋଗଲ ଆକବରଙ୍କର ରାଜପୁତ ମାନଙ୍କ ସହିତ ପଲିସି କେମିତି ଥିଲା, କାଉ କଣ ବାହା ହେଇଥିଲେ, ସେ ସବୁ ଜିନିଷ ଗୁଡାକ, ସେ କଣ ତାଙ୍କୁ ଗ୍ରାଣ୍ଟ ଦେଇଥିଲେ, ତାଙ୍କୁ କଣ ମାନ ସବଦାର ଦେଇଥିଲେ, ଠିକ ଅଛି, କେମିତି ସେମାନେ ସହିତ ଡିଲ୍ କଣ କରୁଥିଲେ, ମାନେ ମୁସଲିମ ମାନଙ୍କ ଭଳିଆ ତାଙ୍କୁ ଇକ୍ୱାଲ ଷ୍ଟାଟସ ଦଉଥିଲେ କି ଦଉନଥିଲେ, ସେ ସବୁ ଜିନିଷ ଉପରେ ବହୁତ ସାରା କୋଶ୍ଚିନ୍ ଆସେ। ଆଉ ବହୁତ ଫେକ୍ଚୁଆଲ ଜିନିଷ ଆସେ, ଆଉ ଜଣା ପଡିଯାଏ କଣ କୋଶ୍ଚିନ୍ ଆସିବ ଇମ୍ପୋର୍ଟାଣ୍ଟ। ଠିକ ଅଛି, କାହାକୁ ବାହା ହେଇଥିଲେ, ମାନେ ଆକବର ରାଜପୁତଙ୍କ ରିଲିଜିୟସ ପଲିସି, ସେଇଟା ପଢିବାକୁ କହୁଛି। ତାପରେ ଆଉରଙ୍ଗଜେବଙ୍କର, ମାନେ ଆଉରଙ୍ଗଜେବ ମୋଗଲ ଏମ୍ପାୟାର ଡିକ୍ଲାଇନ୍ ହବାର କାରଣ କଣ, ଆଉରଙ୍ଗଜେବ ଚାହିଁଲେ ସେ ଡେକାନକୁ ଅଧିକାର କରିବେ, କାହିଁକି ସେ ଯଦି ଡେକାନ ଏକ୍ସପେଡିସନ କରିନଥାନ୍ତେ, ତାହେଲେ ସେ ନର୍ଥ ପଟେ ହିଁ ରହିଥାନ୍ତେ, ନର୍ଥ ପଟେ ରହିକି ସମ୍ଭାଳି ପାରିଥାନ୍ତେ। ଇଏ ଯେତେବେଳେ ଆସିଲେ ସାଉଥ ପଟେ, ତାହେଲେ ମୋଗଲ ଏମ୍ପାୟାର ସେ ତାଙ୍କ ସମୟରୁ ୱିକ୍ ହବା ଷ୍ଟାର୍ଟ ହେଇଯାଇଥିବ। ତ କେମିତି ଡେକାନକୁ ମାନେ ଏକ୍ସପେଡିସନ କଲେ, ଆଉ ତାଙ୍କର ଆଉରଙ୍ଗଜେବଙ୍କର ରିଲିଜିୟସ ପଲିସି କେମିତି ଷ୍ଟ୍ରଙ୍ଗ ହେଇଗଲା, ଇଏ ଜିଜିଆକାର ଉଠେଇଥିବେ, ଇଏ ଲଗେଇଥିବେ, କଣ କଣ କାହାଣୀ ହେଇଥିବ, ସେଇଟା ହିଁ ଆମେ ଦେଖିବା ୟୁନିଟ୍ 3ରେ। ତାପରେ ମରଠା
ମାନେ ଔରଙ୍ଗଜେବଙ୍କ ସମୟରେ ହିଁ ମରାଠା ମାନଙ୍କର ଉତ୍ପତ୍ତି ମାନେ ତା ପୂର୍ବରୁ ହିଁ ହେଇଥିବ। ମରାଠା ମାନେ ଔରଙ୍ଗଜେବଙ୍କ ସହିତ ରିଲେସନସିପ କଣ ଥିବ। ଆଉ ଶିବାଜୀଙ୍କର ଆଡମିନିଷ୍ଟ୍ରେସନ ଟା ବହୁତ ବଢିଆ ଜିନିଷଟା। ଶିବାଜୀ କେମିତି କେମିତି ତାଙ୍କ ଆଡମିନିଷ୍ଟ୍ରେସନ କରୁଥିଲେ। ମରାଠା ଯେତେ ଏତେ ସଶକ୍ତିକରଣ ହେଇଗଲେ ତାଙ୍କର ଆଡମିନିଷ୍ଟ୍ରେସନ କାରଣରୁ ହିଁ ସଶକ୍ତିକରଣ ହେଇଯାଇଥିବ। ମାନେ ଗୋଟେ ଲୋକାଲ ଏରିଆରୁ ବାହାରିକି ଏତେ ପାୱାରଫୁଲ କିଙ୍ଗଡମ ବହୁତ ସାରା, ମାନେ ଇଭେନ ଓଡିଶା ବି ସେମାନେ କଣ୍ଟ୍ରୋଲରେ ରଖିଥିବେ କେତେ ଦିନ। ତ କେମିତି ସେମାନେ ରଖିଲେ, ତାଙ୍କର ଆଡମିନିଷ୍ଟ୍ରେସନ ଯୋଗୁଁ ରଖିଲେ, ସେଥିପାଇଁ ସେ ତାଙ୍କର ଆଡମିନିଷ୍ଟ୍ରେସନ ଆଉ ମିଲିଟାରୀ ଅର୍ଗାନାଇଜେସନ ବିଷୟରେ କହୁଛି। ମାନେ ଏଥିରେ କିଛି ଦେଖିବାର ନାହିଁ କଣ କଣ ପୋଷ୍ଟ ଥିଲା। ପେଶୱା ସେ ଯୋଉ ୱାଜିର ଏ ସବୁ ଯୋଉ ପୋଷ୍ଟ ଗୁଡାକ ଥିବ, ସେ ପ୍ରତି ପୋଷ୍ଟ କଣ, ସେ ପୋଷ୍ଟର କାମ କଣ, ବହୁତ ସାରା ପୋଷ୍ଟ ଥିବ। ଏବେ ଯେମିତି ଆମର ସୁପରଭାଇଜର ଏ ସବୁ କାମ ନଥାଏ ନା ପୋଷ୍ଟ ଗୁଡାକ, ଏଡିଏମ୍ ଡିଏମ୍ ଏ ସବୁ, ସେଇ ସମୟରେ ବି ଆଙ୍କେ ସେମିତି ପୋଷ୍ଟ ଗୁଡାକ ବନେଇ ଦେଇଥିଲେ। ଗୁପ୍ତ ମାନେ ବି, ଏମାନେ ବି, ମୌର୍ୟ ମାନେ ବି, ସମସ୍ତଙ୍କର ଯେତେ ବି ବଡ ଡିନାଷ୍ଟି ହିଷ୍ଟ୍ରିରେ ଗୋଟେ ପ୍ଲସ୍ ପଏଣ୍ଟ କଣ ହୁଏ, ଯେତେ ବି ବଡ ଡିନାଷ୍ଟି ବନିଛି, ବହୁ ସମୟ ଧରି ରହିଛି, କୋଉ କାରଣ ପାଇଁ ରହିଛି, ସେ ଗୋଟେ ହିଁ କାରଣ ପାଇଁ ରହିଛି, ସେମାନଙ୍କର ଆଡମିନିଷ୍ଟ୍ରେସନ। ମାନେ ଆମର ଯଦି ଦେଖିବେ ଚାଣକ୍ୟଙ୍କର ସପ୍ତାଙ୍ଗ ଥ୍ୟୋରୀ, ମାନେ ଥ୍ୟୋରୀ ଆଡମିନିଷ୍ଟ୍ରେସନ। ଚାଣକ୍ୟ ମାନେ ପୁରା ଡିଭାଇଡ କରିଦେଇଥିଲେ ଆଡମିନିଷ୍ଟ୍ରେସନକୁ 7 ଭାଗରେ। କିଏ କୋଉ ଭାଗ, କିଏ ମିଲିଟାରୀ ଅର୍ଗାନାଇଜେସନରେ ରହିବ, କିଏ ମାନେ ରାଜାଙ୍କର ସେବା କରିବା ଅର୍ଗାନାଇଜେସନରେ ରହିବ, କିଏ ଫାର୍ମିଂରେ ରହିବ, କିଏ କୋଷାଧ୍ୟକ୍ଷ ହବ, ସେ ସବୁ ଜିନିଷ ଗୁଡାକ ଡିଭାଇଡ କରିଥିଲେ। ତ ମରାଠା ମାନେ ବି ତାଙ୍କର ଗୋଟେ ବଡ ଭଲ ଆଡମିନିଷ୍ଟ୍ରେସନ ଆଣି ଦେଇଥିଲେ। ତ ସେଇ ଆଡମିନିଷ୍ଟ୍ରେସନଟା ବି ଦେଖିବାକୁ ପଡିବ। ତାପରେ ଏଇଟା ହଉଛି ଇମ୍ପୋର୍ଟାଣ୍ଟ ଜିନିଷ, ବହୁତ ଭଲ ଭାବରେ କଭର ହେଇଛି। ମୋଗଲ ଆର୍ଟ ଆଣ୍ଡ ଆର୍କିଟେକ୍ଚର, ମାନେ ଆପଣ ଷ୍ଟାର୍ଟ କରିଦେବେ ଆଉ ମାନେ ବାବରଠୁ। ବାବର ଯେମିତି ଗାର୍ଡେନ ବନେଇଥିଲେ, ଚାରବାଗ ଗାର୍ଡେନ ଷ୍ଟାଇଲ। ମାନେ ଆଗରୁ ଯୋଉ ଗାର୍ଡେନ ଷ୍ଟାଇଲ ଥିଲା, ଗୋଟେ ନର୍ମାଲ ଗାର୍ଡେନ ଷ୍ଟାଇଲ ଥିଲା। ସେ କିନ୍ତୁ ଯେତେବେଳେ ବାବର ଆସିଲେ ବାହାରୁ, ସେମାନେ ଯେତେବେଳେ ମିଡିଲ ଇଷ୍ଟରୁ ଆସିଲେ, ମିଡିଲ ଇଷ୍ଟ ସମୟରେ ହିଁ ସେ ଚାରବାଗ ଷ୍ଟାଇଲ ଦେଲେ। ଚାରବାଗ ଷ୍ଟାଇଲ ପରେ ମୋଗଲ, ତାପରେ ଆହୁରି ଶାହଜାହାନଙ୍କ ସମୟରେ ଆହୁରି ବହୁତ ଡେଭଲପ ହବ। ଜାହାଙ୍ଗୀର ସମୟ ବି ସେ ବାହାରକୁ ଯେତେବେଳେ ପଳେଇଥିବେ, ଆସିବେ ଯେତେବେଳେ, ସେତେବେଳେ ବି ସେ କିଛି ଆର୍ଟ ଆଣ୍ଡ ଆର୍କିଟେକ୍ଚର ମାନେ କିଛି ଧରିକି ଆସିବେ। ମାନେ ଅ, ଯିଏ ପେଣ୍ଟିଂ ଭଲ ବନେଇ ପାରୁଥିବେ, ସେ ସମୟରେ ପେଣ୍ଟିଂର ବି ବହୁତ ଡେଭଲପ ହବ ମୋଗଲ ମାନଙ୍କ ସମୟରେ। ତ ବହୁତ ସାରା ଜିନିଷ, କୋଉ କୋଉ ଇମ୍ପୋର୍ଟାଣ୍ଟ ଆର୍ଟ ରୁଲର ଅଛନ୍ତି, କୋଉ ରୁଲର ଅଛନ୍ତି, ଆଉ କୋଉ ରୁଲର କୋଉ ଆର୍କିଟେକ୍ଚରଟା ବନେଇଛି, ବୁଝିଲେ ନା ନାଇଁ? ଆମକୁ ତ ପଢିବାକୁ ପଡିବ, ମୋଗଲ ଆର୍ଟ ଆଣ୍ଡ ଆର୍କିଟେକ୍ଚର ପଢିବାକୁ ପଡିବ। ସେ ମୋଗଲ ଆର୍ଟ ଆଣ୍ଡ ଆର୍କିଟେକ୍ଚର ମାନେ କେମିତି ତାଙ୍କର ଷ୍ଟାଇଲ ଥିଲା, ଆରବିସ୍କୁ କଣ, ତାଙ୍କ ମାନେ ଜାଲି କାମ କଣ ହଉଥିଲା, ସେ ସବୁ ଜିନିଷ ତ ପଢିବା। କିନ୍ତୁ କୋଶ୍ଚିନ୍ କଣ ଆସେ ମୋଗଲ ଆର୍ଟ ଆଣ୍ଡ ଆର୍କିଟେକ୍ଚରରୁ? ସିମ୍ପଲ କୋଶ୍ଚିନ୍ ଗୁଡାକ ଏହା ଆସେ କି ଆ, ଯୋଉ ଇଏ ହବ କଣ ଯେ, କୋଉ ଇମ୍ପୋର୍ଟାଣ୍ଟ ରାଜା କୋଉ ଜିନିଷଟା ବନେଇଥିଲେ। ଶାହଜାହାନ କଣ ଷ୍ଟାର୍ଟ କରିଥିଲେ, ଆକବର କଣ ଷ୍ଟାର୍ଟ କରିଥିଲେ, ଶାହଜାହାନ କୋଉଟା କମ୍ପ୍ଲିଟ କରିଥିଲେ, ଏଇପରି କୋଶ୍ଚିନ୍ ଗୁଡାକ ଆମର ଆସିଯାଏ। ଆଉ 5th ନମ୍ବର କୋଶ୍ଚିନ୍ଟା ପିଓରଲି କନସେପ୍ଚୁଆଲ କୋଶ୍ଚିନ୍, ମାନେ ଥିଓରିଟିକାଲ ଇଏଟା, ସରି 5th ନମ୍ବର ପଏଣ୍ଟଟା ଏ ଉପରେ ବି ଆମର ହେଇଛି। କିଛି ଯାହା ଅବଜେକ୍ଟିଭ ବନିପାରିବ, ସେ ଅବଜେକ୍ଟିଭ ଗୁଡାକ ଆମେ ଡିସ୍କସନ କରିଛେ। 5th ଆଉ 6th ନମ୍ବର ପଏଣ୍ଟଟା ବି ଆମର ଟୋଟାଲି ଥିଓରିଟିକାଲଟା, ମାନେ ଖାଲି କନସେପ୍ଚୁଆଲ ବୁଝିବା କଥା, କନସେପ୍ଚୁଆଲରୁ କିଛି କୋଶ୍ଚିନ୍ ଆସିବ ଯଦି କରିବା କଥା। ଠିକ ଅଛି। ଆଉ ଉପରେ ବି ଆମେ କିଛି ଏମସିକ୍ୟୁ ବନେଇଛେ, ଥିଓରିଟିକାଲ ଏମସିକ୍ୟୁ ବନେଇଛେ, ଆଜ ୱେଲ୍ ଆଜ ଆରଟାକୁ ଆମେ ଭଲସେ ଡିସ୍କସନ କରିଦେଇଛେ। ମାନେ ସେଇ ସମୟରେ, ମାନେ 16th-17th ସେଞ୍ଚୁରୀରେ, 1500ରୁ ପାଖାପାଖି 1800 ମସିହା ଯାଏ କେମିତି ସିଚୁଏସନ ଥିଲା ମୋଗଲ ମାନଙ୍କ ସମୟରେ ହିଁ, କେମିତି ମାନେ ଲୋକମାନେ କେମିତି ଚଳନ ବାଳନ କରୁଥିଲେ, ଓମେନ୍ସ ମାନଙ୍କର ସିଚୁଏସନ କଣ ଥିଲା, ସେଇ ସବୁ ଜିନିଷ ଗୁଡାକୁ ପଚାରିଛି। ଓମେନ୍ ପିଜେଣ୍ଟସ୍, ସେ ସବୁ ଜିନିଷ ଉପରେ ପଚାରିଛି। ମାନେ ସେ ସମୟରେ କଣ କଣ ଟ୍ୟାକ୍ସ ଲାଗୁଥିଲା ସେଇଟା ଜାଣିବାକୁ ପଡିବ, କୋଉ 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 ପ୍ରଥା ଥିଲା ସେଇ ଯୋଗୁଁ ଜାଣିବାକୁ ପଡିବ। ସେ ଜିନିଷ ଗୁଡାକ ଆମର 5th ଆଉ 6th ନମ୍ବରରେ କଭର ହେଇଛି। ମାନେ 4ଟା ପଏଣ୍ଟ ପୁରା ଫ୍ୟାକ୍ଚୁଆଲ ଜିନିଷ ଗୁଡାକ ପଚାରିଛି। 5th ଆଉ 6th ରେ ସୋସାଇଟି ଉପରେ ସେ ଟିକେ କଭର କରୁଛି। ଠିକ ଅଛି। ତ ଏଇଟା ହେଲା ଆମର ଥାର୍ଡ ୟୁନିଟ୍। ତ ଫାର୍ଷ୍ଟ ସେକେଣ୍ଡ ଥାର୍ଡ ୟୁନିଟ୍ ଏନସିଏଣ୍ଟ ଆଉ ମିଡିଭାଲ ଆମର ପାଖାପାଖି ସରିଯିବ। ତାପରେ 4th ୟୁନିଟ୍ରେ ପିଓରଲି ଆମର କଣ ହବ, ମଡର୍ଣ୍ଣ ହିଷ୍ଟ୍ରି ହବ। ଠିକ ଅଛି। 4th ୟୁନିଟ୍ରେ ଆମର ଟୋଟାଲି ମଡର୍ଣ୍ଣ ହିଷ୍ଟ୍ରି। ମଡର୍ଣ୍ଣ ହିଷ୍ଟ୍ରିର ଫାଷ୍ଟ ମାନେ କଣ ପାଇଁ ଆସିଲେ, ମାନେ ମଡର୍ଣ୍ଣ ହିଷ୍ଟ୍ରିଟା ଷ୍ଟାର୍ଟ ହୁଏ ଯେତେବେଳେ ଆପଣ କହିପାରିବା, ସେମିତି ତ କହିପାରିବାନି, କିନ୍ତୁ ଆମେ ଯେମିତି ଟାଇମ ଲାଇନରେ ଡିଭାଇଡ କରିଦଉଛୁ, ଏତିକିରୁ ଏତିକି ମସିହା ହଉଛି ଏନସିଆଣ୍ଟ, ଏତିକିରୁ ଏତିକି ମସିହା ହଉଛି ମେଡିଭାଲ, ଏତିକିରୁ ଏତିକି ମସିହା ହଉଛି ଆମର ମଡର୍ଣ୍ଣ। ସେମିତି କରାଯାଏନି। ଆମର ମଡର୍ଣ୍ଣଟାକୁ ମାନେ ସିଏ କିଏ କହିପାରିବେନି ଯେ ମଡର୍ଣ୍ଣଟା ଏମିତି 1800ରୁ ଷ୍ଟାର୍ଟ ହେଇଗଲା, ନହେଲେ 1700ରୁ ଷ୍ଟାର୍ଟ ହେଇଗଲା, ସେମିତି ନାହିଁ। ଆକ୍ଟିଭିଟି ଗୁଡକୁ ଦେଖିକି ଆମେ ମଡର୍ଣ୍ଣ କହୁଛେ। ତ ମଡର୍ଣ୍ଣଟା କେତେବେଳେ ଆମେ ଷ୍ଟାର୍ଟ ହେଲା ବୋଲି କହିବା, ଯେତେବେଳେ ୟୁରୋପିଆନ ମାନେ ଇନଭେଣ୍ଟ କଲେ, ଯେତେବେଳେ ତାଙ୍କର ମଡର୍ଣ୍ଣାଇଜେସନ ଏଠିକି ଆଣି ରଖିଲେ, ସେତେବେଳେ ଗୋଟେ ୱାନ୍ ଟାଇପ ଅଫ ମଡର୍ଣ୍ଣ ହିଷ୍ଟ୍ରି ବୋଲିକି ଆମେ କନସିଡର କରୁଛେ। ତ ସେଇ ଜିନିଷଟା ହିଁ ପଢିବା, କେମିତି ଆମର ଏକ୍ସପେନସନ କଲେ, ବ୍ରିଟିଶ ମାନେ ଆସିଲେ,
ବ୍ରିଟିଶ ମାନେ କଣ ପାଇଁ ମାନେ କୋଉ କାହା କାହା ପରେ ଆସିଲେ ବ୍ରିଟିଶ ମାନେ, କୋଉ ରାସ୍ତା ଦେଇକି ଆସିଲେ, ମାନେ ଫାଷ୍ଟ କିଏ ଆସିଥିଲେ, କାହା କୋର୍ଟରେ ପହଞ୍ଚିବେ, କାହାଠୁ ପରମିଶନ ନେବେ। ତା ସହିତ ଯେତେବେଳେ ସେମାନେ ଆସିଲେ ଫାଷ୍ଟରେ ତ ସେମାନେ କଣ ପାଇଁ ଆସିଥିବେ ସମସ୍ତେ ଜାଣିଛନ୍ତି, ଆମେ ବାଣିଜ୍ୟ ବେପାର ପାଇଁ ଆସିଥିବେ। ସେ ବାଣିଜ୍ୟ ବେପାର କଲା ପରେ ସେଗୁଡାକ କେମିତି ଟୋଟାଲି ଆଡମିନିଷ୍ଟ୍ରେସନ କୁ ଆସିଯିବେ, କେମିତି ସେମାନେ କଣ୍ଟ୍ରୋଲକୁ ଆସିଯିବେ, କଣ୍ଟ୍ରୋଲ କେମିତି କରିବେ, ସେଇ ସବୁ ଜିନିଷ ଗୁଡାକ ପଡିବା। କେମିତି କଣ୍ଟ୍ରୋଲ କରିଥିବେ, ବହୁତ ସାରା ପଲିସି ପାଇଁ, ସବସିଡିଆରୀ ଆଲାଏନ୍ସ ପଲିସି, ଡକ୍ଟ୍ରିନ ଅଫ ଲାପ୍ସି ପଲିସି, ବହୁତ ସାରା ପଲିସି ଆଣିଥିବେ, ବହୁତ ସାରା ଚାର୍ଟର ଆକ୍ଟ ଆଣିଥିବେ। ସେଇ ସବୁ ଜିନିଷ ଗୁଡାକ ଆମକୁ ଦେଖିବାକୁ ପଡିବ। ତାପରେ ସେକେଣ୍ଡ ଏଇଟି ପଏଣ୍ଟ ଆମର ସେକେଣ୍ଡ ପଏଣ୍ଟଟା, ଏଥିରୁ କ୍ୱେଶ୍ଚିନ୍ କଣ ଆସେ, ଯୋଉ ଏମାନେ କଲୋନି ସ୍ଥାପନ କରିଦେଲେ ବ୍ରିଟିଶ ମାନେ, ଆମର ଇଣ୍ଡିଆରେ କଣ କଣ ପ୍ରୋବ୍ଲେମ ହେଲା, ମାନେ ମେଇନଲି କଣ ହବ, ଦାଦା ଭାଇ ନାରୋଜି ଥିବେ, ନାରୋଜି ସିଏ କହିଥିବେ, ଏମାନେ ବୁଝେଇଥିବେ ସିଏ, ମାନେ ଆଗରୁ ଇଣ୍ଡିଆ ମାନଙ୍କର ଆଇଡିଆ ନଥିବ ବ୍ରିଟିଶ ମାନେ କଣ ଆମକୁ ହଇରାଣ କରୁଛନ୍ତି, ତାଙ୍କ ଲାଗି ଆମର କଣ ପ୍ରୋବ୍ଲେମ ହଉଛି। କିନ୍ତୁ ଯେତେବେଳେ ସେ ବହି ଲେଖିବେ ଦାଦା ଭାଇ ନାରୋଜି, ବହୁତ ସାରା ଜିନିଷ ଅଛି ମୋର ମନେ ପଡୁନି ଏବେ, ଯଦି ଦାଦା ଭାଇ ନାରୋଜି ଲେଖିବେ କଣ ଲେଖିବେ ଯେ ଡ୍ରେନ୍ ଅଫ ୱେଲ୍ଥ ଥିଓରୀ ବୋଲି ସେ ଗୋଟେ ବହି ଲେଖିବେ, ସେ ମାନେ କେମିତି ଆମଠୁ ନେଉଛନ୍ତି ପଇସା ଗୁଡାକୁ, ମାନେ ରେଭିନ୍ୟୁ ଯେତିକି ଥିବ, ମାନେ ଇଣ୍ଡିଆର ରେଭିନ୍ୟୁ ଯେତିକି ଥିବ ତାର 30 to 40% ଏମାନେ ଖାଲି ନିଜର ଷ୍ଟାଫକୁ ସାଲେରୀ ଦେଇ ଦଉଥିବେ। ବୁଝିଲେ ନା, ଏବେ ଇଣ୍ଡିଆର ଏବେ ଜିଡିପି ଯେତିକି, ଏମ୍ପ୍ଲୟୀ ମାନଙ୍କୁ କେତେ ପରସେଣ୍ଟ ସାଲେରୀ ମିଳୁଛି, ବେଶୀ ହେଲେ 2% ମିଳୁଥିବ। ଯଦି 100 ଟଙ୍କା ଇଣ୍ଡିଆ ଏବେ ଇନକମ୍ କରୁଛି ତାହେଲେ 2 ଟଙ୍କା ସାଲେରୀରେ ଯାଉଥିବ, ସେଣ୍ଟ୍ରାଲ ଏମ୍ପ୍ଲୟୀ କଥା କହୁଛି ମୁଁ। କିନ୍ତୁ ଏମାନେ କଣ କରୁଥିଲେ, ଯେତିକି ରୋଜଗାର ହଉଛି ଇଣ୍ଡିଆର ତାର 40 to 50% ଖାଲି ନିଜର ବ୍ରିଟିଶ ଏମ୍ପ୍ଲୟୀ ମାନଙ୍କୁ ସାଲେରୀ ଦେଇକି ଖର୍ଚ୍ଚ କରିଦଉଥିଲେ। ବୁଝିଲେ ନା ନା? ତ ଏତେ ପରସେଣ୍ଟ ସାଲେରୀ ଦେଲେ କେମିତି ହବ, ମାନେ ବହୁତ ଏକ୍ସଟ୍ରାଭେଗେଣ୍ଟ ସାଲେରୀ ଦଉଥିଲେ ତାଙ୍କର ଯୋଉ ବ୍ରିଟିଶ ସୋଲଜର ମାନଙ୍କୁ, ଇଣ୍ଡିଆନ ସୋଲଜର ମାନଙ୍କୁ ବହୁତ କମ ଦଉଥିଲେ। କେମିତି ଡ୍ରେନ୍ ଅଫ ୱେଲ୍ଥ ଥିଓରୀ ହଉଛି, କେମିତି ନିଜ ଏଠୁ ଆମେ ସୁବିଧା ପାଉଛନ୍ତି, ସେ ସବୁ ଜିନିଷ ଗୁଡାକ କଣ ଥିଓରିଟିକାଲ ଜିନିଷ ଗୁଡାକ ଏଠି ମେନସନ ହେଇଛି। ଥାର୍ଡ ଜିନିଷ କଣ ହେଲା, ଯୋଉ ବେଶୀ ଏକ୍ସପ୍ଲୋଇଟେସନ ଯେତେବେଳେ ହେଇଗଲା, ବହୁତ ସାରା ଟ୍ରାଇବାଲ ରିଭୋଲ୍ଟ ହବ, ବହୁତ ସାରା ପିଜେଣ୍ଟ ରିଭୋଲ୍ଟ ହବ। ସେ ଟ୍ରାଇବାଲ ଆଉ ପିଜେଣ୍ଟ ରିଭୋଲ୍ଟ ବହୁତ ସାରା ଲୋକାଲ ଲେଭେଲରେ ବି ହବ। ବୁଝିଲେ ନା, ଇଣ୍ଡିଆରେ ବି ହେଇଥିବ, ଆମର ଚକ୍ରା ବିଷୟ ମାନେ ଭଞ୍ଜନଗର ଏରିଆରେ ମାନେ ଯୋଉ ରସୁଲକଣ୍ଡା ଥିଲା, ସେଇ ଏରିଆରେ ବି ବହୁତ ସାରା ଟ୍ରାଇବାଲ ରିଭୋଲ୍ଟ ହବ। ତ ଡିଫରେଣ୍ଟ ଡିଫରେଣ୍ଟ ଟାଇମରେ ଆମର ରିଭୋଲ୍ଟ ହେଇଥିବ ଲୋକାଲ ଲେଭେଲରେ। ସେ ଲୋକାଲ ଲେଭେଲର ଯୋଉ ଯୋଉ ପିଜେଣ୍ଟ ଆଉ ଟ୍ରାଇବାଲ ରିଭୋଲ୍ଟ ଗୁଡାକ ହେଇଥିବ, ସେ ସବୁ ଜିନିଷ ଦେଖିବାକୁ ପଡିବ ଆମକୁ। ଏଇ ପଏଣ୍ଟଟା ଟିକେ ବହୁତ କମ୍ପ୍ଲିକେଟେଡ ଲାଗିବ, ପଏଣ୍ଟ ଥ୍ରୀଟା, କାହିଁକି କୁହନ୍ତୁ ନା, ବହୁତ ସାରା ରିଭୋଲ୍ଟ ହେଇଥିବ, ମାନେ ଆପଣଙ୍କୁ ଲାଗିବ ଆପଣ ଶୁଣି ବି ନଥିବେ ଏମିତି ଜାଗାରେ ପିଜେଣ୍ଟ ରିଭୋଲ୍ଟ ହେଇଥିବ। ବୁଝିଲା ନା ନାଇଁ? ତ ବହୁତ ଜାଗାରେ ରିଭୋଲ୍ଟ ଗୁଡାକ ହେଇଥିବ, ମାନେ ମୁଁ ଭଞ୍ଜନଗର ଏରିଆ ରହୁଛି, ମୁଁ ବି ଜାଣିନି ଏତେ ସାରା ଷ୍ଟୋରି ଅଛି ଭଞ୍ଜନଗରର ବୋଲି, ମାନେ ବହୁତ ସାରା ଷ୍ଟୋରି ଥିବ। ତ ସେ ଷ୍ଟୋରି ଗୁଡାକ ଖାଲି ଟିକେ ଓଭରଲୁକ୍ କରିକି ଯିବେ, ଇମ୍ପୋର୍ଟାଣ୍ଟ ଫିଗର ନା ଖାଲି ମନେ ରଖିକି ଯିବେ ସବୁ। ମାନେ ଏବେ ଗୋଟେ ପଶ୍ଚିମବଙ୍ଗର ଗୋଟେ ଜାଗାରେ ପିଜେଣ୍ଟ ରିଭୋଲ୍ଟ ହଉଛି, ତ ପୁରା ପିଜେଣ୍ଟ ରିଭୋଲ୍ଟ ପଡିବା କିଛି ଦରକାର ନାହିଁ, ଖାଲି ସେ ଇମ୍ପୋର୍ଟାଣ୍ଟ ନା, ଲିଡର କିଏ ଥିଲେ, ଜାଗାର ନା କଣ, ସେତିକି ପଢିକି ଖାଲି ଯିବେ। ବୁଝିଲେ? ତ ତାପରେ ସୋସିଆଲ ରିଫର୍ମ ଗୁଡାକ, ଯଦି ରାଜା ରାମମୋହନ ରୟ ଆସିବେ, ଦୟାନନ୍ଦ ସରସ୍ୱତୀ ଆସିବେ, ଠିକ ଅଛି, ବହୁତ ସାରା ମିଶନ ଆସିବ, ସେଇ ମିଶନ ଗୁଡାକ କଣ କଣ ସୋସିଓ ରିଲିଜିୟସ ରିଫର୍ମ ଆଣିବେ, ସେଇ ଜିନିଷ ଗୁଡାକ ଫୋର୍ଥ ପଏଣ୍ଟରେ ପଡିବା। ତାପରେ ସ୍ୱାଧୀନ ମାନେ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ଗଠନ ହେଇଗଲା ପରେ ମଡରେଟ ଫେଜ୍, ଏକ୍ସଟ୍ରିମିଷ୍ଟ ଫେଜ୍, ମଡରେଟ ଫେଜରେ କିଏ କିଏ ଥିଲେ, ଏକ୍ସଟ୍ରିମିଷ୍ଟ ଫେଜରେ କିଏ ଥିଲେ, ତାଙ୍କର ପଏଣ୍ଟ ଅଫ ଭ୍ୟୁ କଣ ଥିଲା, ଆଙ୍କର ପଏଣ୍ଟ ଅଫ ଭ୍ୟୁ କଣ ଥିଲା। ବୁଝିଲେ? ସେ ସବୁ ଜିନିଷ ଗୁଡାକ ଫିଫ୍ଥ ପଏଣ୍ଟରେ। ଆଉ ସିକ୍ସଥ ପଏଣ୍ଟରେ ଆମେ କଣ ଦେଖିବା, ଯେତେବେଳେ ସକ୍ସେସ୍ ହେବେ ମାନେ କୁଇଟ୍ ଇଣ୍ଡିଆ ମୁଭମେଣ୍ଟ ପରେ କୋଉ କୋଉ ଉପାୟରେ କଣ କଣ ମିଶନ ଆସିବ, କ୍ୟାବିନେଟ ମିଶନ ଆସିବ, କେମିତି କଣ କରିବ, କୋଉ ମିଶନ କଣ କଣ ପ୍ରପୋଜାଲ ଦବ, କୋଉ ଉପାୟରେ ଦବ, କେତେ ୱାର୍ଦ୍ଧା କମିଶନ ବସିବ, ମାନେ କେମିତି ପାୱାରଟା ଟ୍ରାନ୍ସଫର ହବ, ସେଥିପାଇଁ କଣ କଣ କମିଟି ବସିବ, ସେ ସବୁ ଜିନିଷ ଗୁଡାକ ଆମର କଣ ବସିବ ସିକ୍ସଥ ପଏଣ୍ଟରେ ଆମେ ପଢିବା। ମାନେ ଟୋଟାଲି ପିଓରଲି ଆମେ କଣ କହିବା, ୟୁନିଟ୍ 4ଟା ମଡର୍ଣ୍ଣ ହିଷ୍ଟ୍ରି ଉପରେ ଅଛି, ବେସ୍ କରିକି ଅଛି। ଆଉ ସେ ମଡର୍ଣ୍ଣ ହିଷ୍ଟ୍ରିର ଆମେ ପୁରା କଭର କରିବାକୁ ପଡିବ। ମଡର୍ଣ୍ଣ ହିଷ୍ଟ୍ରିର ମାନେ ପ୍ରିଭିୟସଲି ମୁଁ କଣ ଭାବିଥିଲି, ମୁଁ ଯେତେବେଳେ ଏଇଟା ପଢଉଥିଲି, ମଡର୍ଣ୍ଣ ହିଷ୍ଟ୍ରି ବି ବହୁତ ସାରା କ୍ୱେଶ୍ଚିନ୍ ଆସେ, ତ ମଡର୍ଣ୍ଣ ହିଷ୍ଟ୍ରିକୁ ଫୋକସ କରି ପଢେଇ ଦେଇଥିଲି, କିନ୍ତୁ ୱାର୍ଲଡ ହିଷ୍ଟ୍ରିରୁ ଆସିଥିଲା। ତ ୱାର୍ଲଡ ହିଷ୍ଟ୍ରି କିଛି ବି ଚାପ୍ଟରକୁ ଆପଣଙ୍କୁ ସ୍କୋପ ମାନେ ସ୍କିପ୍ କରିବାକୁ ଯିବାକୁ ପଡିବନି, ସବୁ ଚାପ୍ଟରକୁ ଇକ୍ୱାଲ ୱେଟେଜ ଦେଇକି ଆପଣ ପଢିବାକୁ ପଡିବ। ଆଉ ଆମର ଲାଷ୍ଟ ୟୁନିଟଟା କଣ ବଞ୍ଚିଲା, ଆମର ଫିଫ୍ଥ ୟୁନିଟ୍। ଫିଫ୍ଥ ୟୁନିଟ୍ ବେସିକାଲି ଆମର କଣ ଅଛି, ଟୋଟାଲି ଅଛି ଓଡ଼ିଶା ହିଷ୍ଟ୍ରି ଉପରେ ଅଛି। ଠିକ ଅଛି, ଓଡ଼ିଶାର ବି ସେଇ ସେମ୍ ଜିନିଷ, ଏନସିଏଣ୍ଟ, ମେଡିଭାଲ, ମଡର୍ଣ୍ଣର ଟିକେ ଟିକେ। ବୁଝିଲା ନା? କିନ୍ତୁ ପୁରା ଜିନିଷ ଦେଇନି, ଠିକ ଅଛି, ପୁରା ଜିନିଷ ଦେଇନି, ଅଳ୍ପ ଅଳ୍ପ ଜିନିଷ ଦେଇଛି। ହଁ ଠିକ ଅଛି, ଆପଣଙ୍କୁ ଗୋଟେ ବହିରେ ମିଳିବନି, ପିଡିଏଫ୍ ଗୁଡାକ ମୁଁ ସେୟାର କରିଦେବି ଗ୍ରୁପରେ ଆଉଥରେ, ଯୋଉ ପିଡିଏଫ୍ ଗୁଡାକ ମୁଁ ସେଇ ବ୍ୟାଚରେ ସେୟାର କରିଥିଲି।
ପିଡିଏଫ୍ ଗୁଡ଼ାକ ପୁଣି ସେୟାର କରିଦେବି। ସେ ପିଡିଏଫ୍ ଗୁଡ଼ାକରୁ ଆପଣ କିଛି ଓଡ଼ିଶା ହିଷ୍ଟ୍ରିର ସୋର୍ସ ଗୁଡ଼ାକ ପାଇଯିବେ। ଆଉ ମାନେ ଓଡ଼ିଶା ହିଷ୍ଟ୍ରିର ମ୍ୟାକ୍ସିମମ୍ କଣ୍ଟେଣ୍ଟ ମୁଁ ମାନେ କେଉଁଠୁ ମୁଁ କରିଥିଲି, ଗୋଟେ ୱେବସାଇଟ୍ ଅଛି ଓଡ଼ିଶା ହିଷ୍ଟ୍ରି ବୋଲି, ସେଇଠି ହିଁ ଭଲସେ ଦେଇଥିଲା। ଆଉ ଗୋଟେ ବହି ଥିଲା ମାନେ ଉତ୍କଳ ୟୁନିଭର୍ସିଟିରେ ଡିଡିସି ର ଯୋଉ ଡିଷ୍ଟାନ୍ସ କୋର୍ସ ହଉଛି ଓଡିଶା ସେଥିରେ ଓଡିଶା ହିଷ୍ଟ୍ରି ପାଇଁ କୋଉ ମାନେ ବୁକ୍ ଟା ବେଟର ରହିବ? ହରିହର ପଣ୍ଡାରେ ସାର୍ କାହିଁ ସଫିସିଏଣ୍ଟ ଡାଟା ସ- ଲାଗୁନି। ସବୁ ସବୁ ଦେଇନି। ଆପଣଙ୍କର ଉତ୍କଳ ୟୁନିଭର୍ସିଟିର ଡିଡିସି ବୋଲି ଅଛି, 3ଟା ଭଲ୍ୟୁମ୍ ଅଛି। ମନୋଜ କରନା କଣ ତାଙ୍କ ନା, ଆଉ ମାନେ ଉତ୍କଳ ୟୁନିଭର୍ସିଟିର ଗୋଟେ ଡିଷ୍ଟାନ୍ସ ଏଜୁକେସନର କୋର୍ସ ଅଛି ସାର୍, ଠିକ୍ ଅଛି, ମନୋଜ ସାର୍ ବୋଧେ, ହଁ। ତାଙ୍କର ଉତ୍କଳ ୟୁନିଭର୍ସିଟି ହିଷ୍ଟ୍ରି ଡିଡିସି ମାରିଦେବେ, ତାର ମୁଁ ନହେଲେ ପଠେଇଦେବି। ଭଲ୍ୟୁମ୍ 3ଟା ଅଛି, ପିଡିଏଫ୍ ବି ଆଭେଲେବଲ୍ ଅଛି, ଭଲ୍ୟୁମ୍ 1, ଭଲ୍ୟୁମ୍ 2, ଭଲ୍ୟୁମ୍ 3। ମୁଁ ସେଠୁ ହିଁ ନେଇକି ଆପଣଙ୍କର ସ୍ନୋଟ୍ ଗୁଡ଼ାକ ବନେଇଛି, ବୁଝିଲେ ନା ନାଇଁ, ଭଲ୍ୟୁମ୍ 1, 2, 3ରୁ। ତ ସିଏ ମାନେ 3ଟା ଭଲ୍ୟୁମ୍ ମିଶେଇକି ଆପଣଙ୍କ 1600 ପେଜରୁ ଉପରେ ହେଇଯିବ। ତ ସେତେ ଆଜ୍ଞା ପଢ଼ିବାର ପେସେନ୍ସ ନଥିବ ମାନେ ଆପଣ ଖାଲି ସେ ନୋଟ୍ ପଢ଼ିଦେବେ। ମୁଁ ନୋଟ୍ରୁ ଖାଲି ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୁଡ଼ାକ ଆଣିକି ରଖିଦେଇଛି, ଆଜ୍ଞା, ବୁଝିଲେ। ସେ ଟିକେ ବୁକଟା ସାର୍ ସେୟାର କରିଦେବେ। ହଁ, ମୋ ଗ୍ରୁପରେ ସେଇ ଓଡ଼ିଶା ହିଷ୍ଟ୍ରିର ସେ 3ଟା ବହି ଆଉ ଯାହା ଯାହା ଇମ୍ପୋର୍ଟାଣ୍ଟ ମେଟେରିଆଲ ଅଛି ମୁଁ ଆଜ୍ଞା ଏବେ ଖୋଜିକି ମୁଁ ଆପଣଙ୍କୁ ଆଜି ହିଁ ସେୟାର କରିଦେବି, ଠିକ୍ ଅଛି। ତ ଓକେ, ଓଡ଼ିଶା ଠିକ୍ ଅଛି। ହିଷ୍ଟ୍ରିର ବି ସେଇ ଜିନିଷ ଗୁଡ଼ାକ ଅଛି ଇମ୍ପୋର୍ଟାଣ୍ଟ, ମାନେ କୋଉ କୋଉ ବଂଶ ଗୁଡ଼ାକ ଥିଲା, ସୋମବଂଶୀ, ଗଙ୍ଗବଂଶୀ, ସୂର୍ଯ୍ୟବଂଶୀ, ଆଉ ବ୍ୟାଟଲ ଅଫ୍ କଳିଙ୍ଗା। ଖାରବେଳଙ୍କ ବିଷୟରେ ଦେଇନି, କିନ୍ତୁ ଖାରବେଳଙ୍କ ବିଷୟରେ ବି ଆମକୁ ପଢ଼ିବାକୁ ପଡ଼ିବ, ଠିକ୍ ଅଛି। ତାପରେ ମୋଗଲ ମାନଙ୍କ ସମୟରେ ଇଣ୍ଡିଆରେ କେମିତି ଚେଞ୍ଜେସ୍ ଆସିଲା, ମରାଠା ମାନଙ୍କ ପିରିୟଡ଼ରେ ଇଣ୍ଡିଆରେ କେମିତି ଚେଞ୍ଜେସ୍ ଆସିଲା, ମରାଠା ମାନେ ମୋଗଲ ମାନେ ବି କିଛି ଦିନ କଣ୍ଟ୍ରୋଲରେ ରଖିଲେ, ମରାଠା ମାନେ ବି କିଛି ଦିନ କଣ୍ଟ୍ରୋଲରେ ରଖିଲେ, ଠିକ୍ ଅଛି। ତାପରେ ମରାଠା ମାନଙ୍କ ପରେ ଆମର ଯେତେବେଳେ ମରାଠା ମାନେ ଥିଲେ ସେଇ ସମୟରେ ବି ଇଂରେଜ ମାନେ ଯେତେବେଳେ ଶାସନ କରିବାକୁ ଆସିଲେ, ତାପରେ କଣ କଣ ନୂଆ ନୂଆ ଯେତେବେଳେ ଲିଡର ଗୁଡାକ ଆସିଗଲେ, ଆମର ସୁରେନ୍ଦ୍ର ସାହେବ, ବକ୍ସି ଜଗବନ୍ଧୁ, ଏମାନଙ୍କର ରୋଲ କଣ ଥିଲା। ଆଉ ମେନ୍ ଜିନିଷ ହଉଛି ପ୍ରଜାମଣ୍ଡଳ ମୁଭମେଣ୍ଟ। କୋଉ କୋଉ ଜାଗାରେ ପ୍ରଜାମଣ୍ଡଳ ମୁଭମେଣ୍ଟ ହେଇଥିଲା, ବହୁତ ଜାଗାରେ ପ୍ରଜାମଣ୍ଡଳ ମୁଭମେଣ୍ଟ ହେଇଥିଲା। ପ୍ରତ୍ୟେକ ଜାଗାର ଲିଡର କିଏ ଥିଲେ, ଲୋକାଲ ଲିଡର କିଏ ଥିଲେ, ଆଉ କଣ କନସିକ୍ୱେନ୍ସ ହେଇଥିଲା, ତାଙ୍କର ଡିମାଣ୍ଡ କଣ ହେଇଥିଲା। ତାପରେ ମର୍ଜର ଅଫ ପ୍ରିନ୍ସିଲି ଷ୍ଟେଟ୍, ମାନେ ବହୁତ ସାରା ଆମର ଛୋଟ ଛୋଟ ଖଣ୍ଡରେ ଡିଭାଇଡ ହେଇଯାଇଥିଲା। ମାନେ 1936 ପୂର୍ବରୁ ବହୁତ ସାରା ଛୋଟ ଛୋଟ ମାନେ ଗଡ଼ଜାତ ରାଜ୍ୟରେ ଡିଭାଇଡ ହେଇଥିଲା କଣ ଓଡ଼ିଶା। କି କଣ ପାଇଁ ଜେନେରାଲି କଣ ହଉଥିଲା, ବ୍ରିଟିଶ ମାନେ ସବୁ ଜିନିଷକୁ କଣ୍ଟ୍ରୋଲ କରିପାରୁନଥିଲେ। ଯଦି ଗୋଟେ ଏଣ୍ଟରିୟର ଏରିଆ ଅଛି, ଜଙ୍ଗଲ ଏରିଆ ଅଛି, ସେଠି ବ୍ରିଟିଶ ମାନେ ବହୁତ ଯଦି ଯାଇକି ରୁଲ କରିବେ, ବହୁତ ସାରା ପଇସା ଖର୍ଚ୍ଚ ହଉଥିଲା। ସେଥିପାଇଁ ସେ କଣ କରୁଥିଲେ, ଗୋଟେ ସେ ଲୋକାଲ ରାଜାକୁ ହିଁ ଏଲାଉ କରୁଥିଲେ, ତମେ ଶାସନ କର, ଆମକୁ ଟ୍ୟାକ୍ସ ଦେଇଦିଅ। ତ ସେଇ ଗୁଡାକୁ ବି କେମିତି ମର୍ଜର କରାଗଲା, ଯେତେବେଳେ 96ରେ ମର୍ଜର ଷ୍ଟାର୍ଟ କରାଗଲା, କୋଉ କୋଉ କମିଶନ ବସିଲା, ବୁଝିଲେ ନା ନାଇଁ। ମାନେ ଅର୍ଡିନାଲ କମିଶନ ଆସିଲା, ବାଉଣ୍ଡ୍ରି କମିଶନ ଆସିବ, ସେ କମିଶନ ଗୁଡାକ ଡିସାଇଡ୍, ମାନେ ଓଡିଶା ଯେତେବେଳେ ବନିଥିଲା କେତେ ଷ୍ଟ୍ରଗଲରେ ବନିଥିଲା ଆପଣ ଏଠି ପଢିବେ। ମାନେ ଓଡିଶା ଓଡିଶା ହିଁ ନଥିଲା, ବେଙ୍ଗାଲ ପ୍ରେସିଡେନ୍ସିରେ କିଛି ଜିନିଷ ଥିଲା, ସେ ବାଲେଶ୍ୱର ସେ ଏରିଆ ଗୁଡାକ, ଆମର ଗଞ୍ଜାମ ଗଜପତି ଏଗୁଡା ମାଡ୍ରାସରେ ଥିଲା, ଆଉ ସେ ୱେଷ୍ଟର୍ଣ୍ଣ ଗୁଡାକ ନର୍ଥ ପ୍ରୋଭିନ୍ସରେ ଥିଲା, ବୁଝିଲେ। ତ ସବୁ ଗୁଡାକ ଓଡିଶା 3-4 ଭାଗରେ ଡିଭାଇଡ ହେଇକି ଥିଲା। କେମିତି ୟୁନାଇଟେଡ୍ ହେଲା, ସେଇ ସବୁ ଜିନିଷ ଗୁଡାକ ଆମେ 5th ଆଉ 4th ପଏଣ୍ଟରେ ପଢିବା। ତାପରେ nationalist ହବ 97 ସେଇ ତ ପାର୍ଟି ଆମେ ଦେଖିବାକୁ ଯାଉଛି, ଆଉ କିଛି ବାକି ରହୁନି ସେ ଭଲ କଭର ହେଇଛି। ସମସ୍ତଙ୍କୁ ଶୁଭା ଯାଉଛି, ମାନେ କଣ ପାଇଁ ଡିସକନେକ୍ଟ ହେଇଯାଉଛି ବାରମ୍ବାର। ଅଡିବଲ ଅଛି ଭଏସ, ହ୍ୟାଲୋ। ଆଜ୍ଞା ଆଜ୍ଞା ସାର୍ ଏବେ ଅଡିବୁଲ ହେଲା ସାର୍। ହଁ, ମାନେ ମୁଁ ବେସିକାଲି କଣ କହିବାକୁ ଚାହୁଁଛି, ଆଉ ବେଶୀ କିଛି କହୁନି ଆଜି। ମାନେ ମୁଁ ଆଜିର କ୍ଲାସଟା ରଖିଥିଲି ଖାଲି ମୁଁ ଆପଣଙ୍କୁ ସିଲାବସଟା ବୁଝେଇବା ପାଇଁ, ବୁଝିଲେ। ଆଜି ଆପଣ ଆମେ ସିଲାବସ ବୁଝିଦେଲେ ଆମର 20% କାମ ହେଇଗଲା ବୋଲି ମୁଁ ମାନେ। ସିଲାବସଟା ବୁଝି ସାରନ୍ତୁ। ଆଉ ଥରେ ଆପଣ, ମୁଁ ତ କହିଦେଲି ସିଲାବସଟା କଣ କଣ ଅଛି ବିଷୟବସ୍ତୁ।
ଆପଣ ଆଉ ଥରେ ସିଲାବସ୍ ଟାକୁ 2-3 ଥର ପ୍ରିଣ୍ଟ କାଢିକି ତ ସମସ୍ତେ ମାନେ ସେଇଟା ରଖିଥିବେ, ମାନେ ସେଇଟା ତ କହିବାକୁ ପଡିବନି ମୁଁ ଭାବୁଛି। ସେଇଟା ସମସ୍ତେ ରଖିଛନ୍ତି ତ ପ୍ରିଣ୍ଟ କାଢିକି? ଆଜ୍ଞା। ଆଜ୍ଞା ସାର୍। ଆଜ୍ଞା ସାର୍, ଆଜ୍ଞା ହଁ, ସାର୍। ଏ ଜିନିଷ ଗୁଡା ଯେମିତି, ହଁ ଏ ଜିନିଷ ଗୁଡା ଯେମିତି କହିବାକୁ ନ ପଡେ, ତ ପ୍ରିଣ୍ଟ କାଢି ରଖିବେ। ସିଲାବସ୍ ଟାକୁ ଆପଣ ମାନେ ମାନେ ମେମୋରାଇଜେସନ ହେଇଯିବାକୁ ପଡିବ। ଆପଣ କୋଶ୍ଚିନ୍ ଦେଖିଲେ ମାନେ ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ, ଏଇ ସିଲାବସର ଏଇ ପଏଣ୍ଟରୁ ଆସିଛି କୋଶ୍ଚିନ୍ଟା। ମାନେ ଆପଣଙ୍କର ଟିକେ ଇଜିଲି ହବ ଟେକଲ କରିବେ, କନଫ୍ୟୁଜ ହେବେନି। ନହେଲେ ପିଲା କନଫ୍ୟୁଜରେ 2-3ଟା କୋଶ୍ଚିନ୍ ଭୁଲ କରିକି ପଳେଇ ଆସିବେ। କୋଶ୍ଚିନ୍ ଆସିଥିବ ସେ ଭାବିବେ ଏଇଟା ତ ଆମର ସିଲାବସରେ ନାହିଁ। ଏମିତି ବି ପିଲା ମାନେ ଆମର ଭଲ ପିଲା କରନ୍ତି ଏମିତି, ବୁଝିଲେ? ତ ସେଇ ଭୁଲ ଗୁଡାକ ହବାର ଯେମିତି ହବନି ସେଇଟା ଟିକେ ଧ୍ୟାନ ଦେବେ। ଆଉ କ୍ଲାସ୍ ତ ହବ ଏବେ, ମାନେ ସାର୍ ମାନେ ଟାଇମ୍ ଟେବୁଲ୍ ବନେଇଦେବେ, ଆପଣଙ୍କୁ ଟାଇମ୍ ଟେବୁଲ୍ ଦେଇଦେବେ। ସେ ଟାଇମ୍ ଟେବୁଲ୍ ଅନୁସାରେ ଆମେ ପୁରା ରେଗୁଲାରଲି ରିଗରସ୍ କ୍ଲାସ୍ କରିଦେବା ଆଉ ଠିକ୍ ଠାକ୍ରେ ସରେଇବା। ଆଉ ମାନେ ଏଇ ସିଲାବସଟା ଯିଏ ଯଦି ପଢୁଛି ନା, ମାନେ ଯୋଉ ବି ହିଷ୍ଟ୍ରି ଏକ୍ଜାମ ଆପଣ ଦିଅନ୍ତୁ, ଖାଲି ମାନେ ଓଡ଼ିଶା ଏକ୍ଜାମ କହୁନି, ଜେଏନଭିର ବି ହଉ ନହେଲେ କେଭିର ପିଜିଟି ବାହାରୁ କୋଉଠି ବି ଭଲ ଆସିଷ୍ଟାଣ୍ଟ ବାହାରୁ, ନହେଲେ ଯୋଉଠି ବି ଅଲଗା ଷ୍ଟେଟରେ ବି ଆପଣ ପକାନ୍ତୁ କିଛି, ସବୁଠି କାମ ଦବ। ମାନେ ଏଇ ୟୁନିଟ୍ 5ଟା ମେ ବି କାମ ଦେଇ ନେଇପାରେ, ମାନେ ଇଣ୍ଡିଆନ ହିଷ୍ଟ୍ରିର ଓଡ଼ିଶା ହିଷ୍ଟ୍ରିଟା କାମ ନ ଦେଇପାରେ ଯଦି ଆପଣ ଓଡ଼ିଶା ବାହାରେ ପକାଉଛନ୍ତି। କିନ୍ତୁ ମ୍ୟାକ୍ସିମମ୍ ଯେତିକି ଯୋଉ 9ଟା ଚାପ୍ଟର ରହିଲା ବାକି ଗୁଡ଼ାକ ଆପଣଙ୍କୁ ବହୁତ ଜିନିଷ କଭର କରିବାରେ ହେଲ୍ପ କରିବ। ଠିକ୍ ଅଛି, ତ ସିଲାବସଟାକୁ ଟିକେ ଥରୋଲି ଆଉ ଥରେ 2-3 ଥର ଦେଖନ୍ତୁ ଆଉ ଷ୍ଟାର୍ଟ କରନ୍ତୁ। ଆପଣଙ୍କ ପାଖରେ ଫୁଲ୍ଲି ମେଟେରିଆଲ ଅଛି। ଯାହା ଡାଉଟ୍ ରହିବ ଆପଣ କ୍ଲାସ୍ରେ ପଚାରିଦେବେ। କ୍ଲାସ୍ ଗୁଡ଼ାକ ଟାଇମ୍ ଟେବୁଲ୍ ଆପଣଙ୍କୁ ସାର୍ ସେଡ୍ୟୁଲ୍ କରିକି ଦେଇଦେବେ। ଠିକ୍ ଅଛି। ଠିକ୍, ତ ଆଜିର କ୍ଲାସ୍ଟା ବେସିକାଲି ଆମର ସିଲାବସ୍ ଡିସ୍କସନ୍ କ୍ଲାସ୍ ଥିଲା। ନେକ୍ସଟ କ୍ଲାସ୍ରୁ ମାନେ ବହୁତ ଟାଇମ୍ ନେଇଗଲି, କାହିଁକି ସିଲାବସ୍ ମୁଁ ଖାଲି ବ୍ରିଫଲି କହିବାକୁ ଚାହୁଁଥିଲି ସବୁ ଗୁଡ଼ାକ। ଆଜି ମୁଁ ଇଜିପ୍ସିଆନ୍ ସିଭିଲାଇଜେସନ୍ ପଢ଼ାଇବାକୁ ଚାହୁଁଥିଲି, କିନ୍ତୁ ଟାଇମ୍ ହେଇଗଲା ଅନଫର୍ଚୁନେଟଲି। 1 ଆୱାର ଆଜି ଟାଇମ୍ ଅଛି, ଅଲଗା କ୍ଲାସ୍ ଗୁଡ଼ାକ ଅଛି। ତ ନେକ୍ସଟ କ୍ଲାସ୍ରେ ଆମେ ମୋଷ୍ଟ ପ୍ରୋବାବଲି ଷ୍ଟାର୍ଟ କରିଦେବା ଆମର ୱାର୍ଲଡ ହିଷ୍ଟ୍ରି। ମୁଁ ପୂର୍ବ ବେଚ୍ରେ ଇଣ୍ଡିଆନ ହିଷ୍ଟ୍ରି ଷ୍ଟାର୍ଟ କରିଥିଲି, କିନ୍ତୁ ଏ ବେଚ୍ରେ ମୁଁ ୱାର୍ଲଡ। କ୍ଲାସ୍ କେବେ ରହିବ ସାର୍? ବୀରେନ୍ ସାର୍ ଆପଣଙ୍କୁ ଟାଇମ୍ ଟେବୁଲ୍ ଦେଇଦେବେ, ମୁଁ କହିଦେବି ସାର୍ଙ୍କୁ। ସାର୍ ଯେଉଁ ଟାଇମ୍ ଟେବୁଲ୍ ଦେବେ, ମାନେ ଅଲଗା କ୍ଲାସ୍ ଗୁଡ଼ାକ ହୁଏ ନା, ତ ମ୍ୟାନେଜ୍ କରିକି ଆପଣଙ୍କୁ ଟାଇମ୍ ଟେବୁଲ୍ଟା ଦେଇଦେବେ। ସେ ଟାଇମ୍ ଟେବୁଲ୍ ଅନୁସାରେ ଆମେ କ୍ଲାସ୍ ଗୁଡ଼ା କରିବା। ଆପଣ ଇଜିପ୍ସିଆନ୍ ସିଭିଲାଇଜେସନ୍ ଦେଖିକି ଆସିବେ। ମାନେ ଫାଷ୍ଟ ପଏଣ୍ଟଟା ଛାଡ଼ନ୍ତୁ, ଏନସିଏଣ୍ଟ ହିଷ୍ଟ୍ରିର ଯୋଉ ଇଜିପ୍ସିଆନ୍ ସିଭିଲାଇଜେସନ୍ ଥିବ, ତାପରେ କୋଉଟା ଥିଲା ଗ୍ରୀକ୍, ଦେଖି ଦଉଛି। ଫାଷ୍ଟ 2-3ଟା ପଏଣ୍ଟ ପଢିକି ଆସି ଯାଆନ୍ତୁ ହେଲା। ପଢିଥିବେ ଆପଣ, କିଛି ଡାଉଟ୍ ଥିଲେ ପଚାରିଦେବେ, ତା ବାଦ ମୁଁ ଆଉ ଥରେ ଟିକେ ରିଭାଇଜ କରିଦେବି, ବହୁତ ହେଇଯିବ। ହଁ କି ନାହିଁ? ଫାଷ୍ଟ ଜି ଜି 2 ନମ୍ବର 3 ନମ୍ବର ପଏଣ୍ଟଟା ପଢିକି ଆସିଥିବେ ସମସ୍ତେ ହେଲା। ଫାଷ୍ଟଟା ଛାଡ଼ନ୍ତୁ, ସେଇଟା କିଛି ମାନେ ସେତେ ପ୍ରୋବ୍ଲେମେଟିକ୍ ହବନି। 2 ନମ୍ବର ଆଉ 3 ନମ୍ବର ପଏଣ୍ଟଟା ସମସ୍ତେ ପଢିକି ଆସିଥିବେ, ମାନେ ଇଜିପ୍ସିଆନ୍ ସିଭିଲାଇଜେସନ୍ ଆଉ ମେସୋପୋଟାମିଆ ସିଭିଲାଇଜେସନ୍। ଆଉ ଆପଣ ଥରେ ପଢିକି ଆସିଥିବେ, ମୁଁ ଥରେ ପଢେଇଥିବି, ତ ଆପଣଙ୍କର ରିଭାଇଜ ବି ହେଇଯିବ। ଆଉ କିଛି ଡାଉଟ୍ ଥିଲେ ବି ପଚାରିଦେବେ। ସାର୍ ନେକ୍ସଟ କେବେ ହବ ସାର୍? ଆଉ କହିବେ ସାର୍, ମାନେ କହିଲେ ସାର୍, ବୀରେନ୍ ସାର୍ ଆପଣଙ୍କୁ ଇନଫର୍ମ କରିଦେବେ। ଠିକ୍ ଅଛି। ଆଜ୍ଞା ସାର୍ ସାର୍। ମୋର ଆଜ୍ଞା। ଏବେ ନୂଆ ଗ୍ରୁପ ଯୋଉ ହେଇଛି, ସେ ହଁ, ଗ୍ରୁପରେ ସାର୍ ମତେ ଆଡ୍ କରାଯାଇନି। ମୁଁ ଜାଣିପାରୁନାହିଁ ସେଥିପାଇଁ। କିଛି ଟେନସନ୍ ନାହିଁ ମ୍ୟାଡ଼ାମ୍। ଆପଣ ମେସେଜ କର, ମାନେ ସବୁ ସେଇ ମାନେ ମୋର କାମ ପିଓରଲି ମାନେ ଖାଲି କ୍ଲାସ୍ କରିବାଟା। ଯାହା ବି ପ୍ରୋବ୍ଲେମ୍ ହେଉଛି ମାନେ ବୀରେନ୍ ସାର୍ ପୁରା ଆକ୍ଟିଭଲି ସଲ୍ଭ କରୁଛନ୍ତି ହେଲା। କିଛି ଆପଣଙ୍କ ପାଇଁ ଟେନସନ୍ ନେବା ନାହିଁ। ଖାଲି ମେସେଜ କରିଦେବେ ସାର୍ଙ୍କୁ, ସାର୍ ମୋ ସେଇ ଗ୍ରୁପ୍ରେ ଆଡ୍ ହେଇନି, କରିଦିଅନ୍ତୁ। ସେ କରିଦେବେ, ଆକ୍ଟିଭଲି କରିଦେବେ, କିଛି ଅସୁବିଧା ନାହିଁ। ମାନେ ଟେକ୍ନୋଲୋଜିକାଲ ମାନେ ଯାହା ପ୍ରୋବ୍ଲେମ୍ ହେଉଛି, ଆପଣ ଖାଲି ଗୋଟେ ମେସେଜ କରିଦେବେ ବୀରେନ୍ ସାର୍ଙ୍କୁ। ସେ ଆକ୍ଟିଭ ଥାନ୍ତି ସବୁବେଳେ, କିଛି ମାନେ ତୁରନ୍ତ ସଲ୍ୟୁସନ୍ ଦେଇଦେବେ। ଠିକ୍ ଅଛି। ହଁ, ମାନେ କଣ୍ଟେଣ୍ଟ ପାଇବାରେ କିଛି କାହାର ପ୍ରୋବ୍ଲେମ୍ ହଉନି, ଆପରେ କଣ୍ଟେଣ୍ଟ ଦେଖିବାରେ? ନାଇଁ ସାର୍। ନାଇଁ। ନୋ ନା ସାର୍। ସାର୍। ଆଜ୍ଞା ସାର୍। ଠିକ୍, ଠିକ୍ ଅଛି। ତ ଆମେ ରଖିବା କ୍ଲାସ୍ଟା। ନେକ୍ସଟ କ୍ଲାସ୍ରେ ଆମେ ଷ୍ଟାର୍ଟ କରିଦେବା ୱାର୍ଲଡ ହିଷ୍ଟ୍ରି। ଠିକ୍ ଅଛି। ଥ୍ୟାଙ୍କ ୟୁ ସାର୍। ନମସ୍କାର ସାର୍। ନମସ୍କାର। ସାର୍ ଥ୍ୟାଙ୍କ ୟୁ ହଁ, ସାର୍, ନମସ୍କାର। ଥ୍ୟାଙ୍କ ୟୁ। ହଁ ହଁ, କୁହନ୍ତୁ କୁହନ୍ତୁ। ନମସ୍କାର ସାର୍। ହଁ ଠିକ୍ ଅଛି, ଯାହାର କାମ ହେଇଗଲା ଲିଭ୍ କରିଦିଅନ୍ତୁ। କିଏ ପଚାରୁଥିଲେ ସାର୍? ପଚାରନ୍ତୁ, କ'ଣ ପଚାରୁଥିଲେ? ସାର୍ ରୋମର ଆର୍ଟ ଆଣ୍ଡ ଆର୍କିଟେକ୍ଚର ଆଣ୍ଡ ଲିଟରେଚର ସେଇଟା ନାହିଁ ଆମର ପିଡିଏଫ ରେ। ଓ ସାର୍, ମାନେ ଛାଡ଼ ତ ହେଇନଥିଲା, ମୁଁ ଦେଖିକି କହିଦେଉଛି। ସିଓର ଥିବ ସାର୍? ଆଜ୍ଞା। ଗ୍ୟାରେଣ୍ଟି ନାହିଁ ସାର୍, ମାନେ ସେ ଆପଣ ପଢେଇ ପଢା ପିଡିଏଫ ନାହିଁ। ହେଇଛି, ପଢା ହେଇଛି, ପିଡିଏଫ୍ ନାହିଁ। ଆଜ୍ଞା। ଠିକ୍ ଅଛି, ମୁଁ ଟିକେ ଦେଖିଦଉଛି ହେଲା, ଦେଖିକି କହୁଛି। ଓକେ, ଠିକ୍। ସାର୍। ଠିକ୍ ଅଛି, ଗୁଡ୍ ନାଇଟ୍ ସମସ୍ତଙ୍କୁ।